कौन सी जिनस आम शरीर भी आम खाद्य गोटे खाइबा जदि सेटा हजम ही न हबो आमे बंची परिबानी सेटा भी भगवान ही करूचंदी से हजम जोटा खाइबा सेतिरे रस जदि न हबो टेस्ट आसीबनी आमको जदि टेस्ट न आसिला आमे कौन खाइबा कि किछि नै जो आमको माने भगवान को केते कृपा देखंतु सकाळु उठिले आमे पूजा पाठ सारी सारले किछि समय गला आमको भोक होउची हमर केते दुर्भाग्य होंदा देखंतु जो मानको रजीर्ण रोग होई जाउछिदी किबा कोनसी गोटे तांको रोग होई गला से मानको खाइबा ओ इच्छा हो नै एटा भी कोन गोटे अभिशाप भलिया नु किंतु भगवान कृपा करिगिरी आमको भोक उपास देइचंती तो सब सुस्वादु फल चंद्र द्वारा आउची ए चंद्र ग्रहण सूर्य ग्रहण यही सब पे पृथ्वी पृष्ठ बंची की तो प्रत्येक जिनस आमे भगवान पुरुषोत्तम ही माने मुख्य यही कथा बुझिबा पई पुरुषोत्तम योग आमे पढ़िले अध्याय 15 रे आज जोटा आमे पढ़िबा एटा होची 16 रे भगवान कोन को संसार रूपी वृक्ष कथा वर्णना कल जे ऊपर को सब उच्च लोक तଳ जो एटा अछि जोटा पृथ्वी पृष्ठ आउ सुतଳ तଳାतଳ रसातଳ ମହିତଳ ଏଇ ସବୁ ସାତଟା ଲୋକ ଯୋଉଟା ଅନ୍ଧକାର ଲୋକ ସେଇ ସବୁ ଅଛି ଏମିତି ହେଇକିରି 14ଟା ଯୋଉ ଲୋକ ଅଛି ଯଦି ଆପଣ ଭଲ କାମ କରିବେ ତାହେଲେ ଉପର ଲୋକକୁ ଯିବେ କଣ କହିଲେ ତସ୍ୟ ଶାଖା ଅଧ च ऊर्ध्वम प्रसुप्ता ଆଉ ତଳକୁ ଶାଖା ମାନେ ଆସିଛି ମୂଳ ଶାଖା ଟା ବ୍ରହ୍ମା ହେଲେ ସବୁଠାରୁ ଉପରେ ଆ କାରଣ ଦେଖ ସାଇ ଗର୍ଭ ଦେଖ ସାଇ ବିଷ୍ଣୁ ରହିଲେ ତାପରେ ମୂଳ ଶାଖା ଟା ବ୍ରହ୍ମା ହେଲେ ବ୍ରହ୍ମାଙ୍କଠୁ ଯୋଉ ବିଭିନ୍ନ ଶାଖା ମାନେ ବାହାରିଲା ସେଥିରୁ ଦେବତା ମାନେ ଆସିଲେ ତାପରେ ଗନ୍ଧର୍ବ କିନ୍ନର ଏଇ ସବୁ ଲୋକରେ ସବୁ ରହିଲେ ତାପରେ ଯୋଉଟା ସାତ୍ବିକ ଲୋକ ମାନେ ଉପରେ ରହିଗଲେ ଆଉ ଯୋଉମାନେ ତାପରେ ରହିଲେ ମଣିଷ ମାନେ ରହିଲେ ଭଲ ଆଉ ଖରାପ କର୍ମ ଦିଟା ଯାକ କରିଥିଲେ ତ ସେମାନେ କଣ କଲେ ପୃଥ୍ୱୀ ପୃଷ୍ଠରେ ରହିଲେ ଦିଟା ଭଲ ଆଉ ଖରାପ କର୍ମ ଦିଟା ଯାକ ତାଙ୍କର ବାଲାନ୍ସ ଥିଲା ପୃଥ୍ୱୀ ପୃଷ୍ଠ ଆଉ ଯୋଉଟା ଅନ୍ଧକାର ସାଇଡ ଟା ରହିଲା ସେଟା ତଳ ସବୁ ଲୋକ ନିଚ ଯୋନି ମାନେ ଯୋଉ ସବୁ ଲୋକ ଜନ୍ମ ହେଲେ ତ ଏବେ ଏଇ ଅଧ୍ୟାୟରେ ଭଗବାନ କଣ କହିବେ କି କୋଉ ଗୁଣ ମଣିଷର ଯଦି ଆମେ ଡେଭଲପ ହବ ଗୋଟେ ସାଧକର ଉଚ୍ଚରୁ ଉଚ୍ଚକୁ ଯିବ ମାନେ ପୃଥ୍ୱୀ ପୃଷ୍ଠରେ ଆଜି ସେ ଶାଖାରେ ସେ ବୃକ୍ଷର ଅଛି ସେ ଉପରକୁ କେମିତି ଯିବ ନା ଦୈବୀ ଓ ଆସୁରୀ ଦିଟା ପ୍ରକୃତି ବିଷୟରେ ଭଗବାନ ଏଇ 16 ନମ୍ବର ଅଧ୍ୟାୟରେ କହିଛନ୍ତି ତ ଯଦି ଆପଣଙ୍କର ଦୈବୀ ପ୍ରକୃତି ଯଦି ଆପଣ ଆମେ ଯଦି ସବୁ ଆମ ଭିତରେ ଆମେ ବଢେଇବା ତାହେଲେ କଣ ହବ ଆମର ସତ୍ୱ ଗୁଣ ବୃଦ୍ଧି ପାଇବ ତ ଆମେ ଯୋଉ ଶାଖାରେ ଅଛୁ ସେଇଟା କଣ କରିବା ଅଧ ଶାଖା ଆଡକୁ ଯିବାନି ଆମେ ଉପର ଶାଖା ଆଡକୁ ଯିବା ବୁଝିପାରିଲେ ଆଉ ଯଦି ଆମେ ଆସୁରୀ ପ୍ରକୃତି ବି ଭଗବାନ ବର୍ଣ୍ଣନା କଲେ ଆସୁରୀ ପ୍ରକୃତି ଯଦି ବଢେଇବେ ନିମ୍ନ ଶାଖା ଆଡକୁ ଗତି କରିବେ ଆଉ ଆପଣ କେବେ ମୁକ୍ତି ଆଡକୁ ଆଉ ଯାଇପାରିବେ ନାହିଁ ତ ସେଥିପାଇଁ କଣ ଭଗବାନ ଏବେ କହିବେ ଆସୁରୀ ପ୍ରକୃତି ଆଉ ଦୈବୀ ପ୍ରକୃତି ଭଲ ଭାବରେ ଭଗବାନ ବୁଝେଇକି କହିବେ ତ କଣ ହବ ସାଧକ କଣ କହିବ ସେ ନିଜ ଭିତରେ ଦେଖିବ କି ମୁଁ କେମିତି ଆସୁରୀ ପ୍ରକୃତିରେ ଅଛି କି ଯଦି ଅଛି ମୁଁ ଦୈବୀ ପ୍ରକୃତି ଆଡକୁ କେମିତି ଯିବି ତ ଏଇଟା ଯଦି ନ ଜାଣିବ ତାହେଲେ ସାଧକ ଆଗକୁ କେମିତି ବଢିବ ତାପରେ ଦେଖନ୍ତୁ ଆପଣ ଜଣେ କିଏ ଶ୍ଲୋକ 1 ରୁ 3 ଏଟା ଏକା ସାଙ୍ଗରେ ଅଛି ଜଣେ ଏଇଟା ପାଠ କରନ୍ତୁ ତାପରେ ଆମେ ଯିବା ଅନ୍ମୟ ଶବ୍ଦ ଏଇଠି ଯିବା ଶ୍ଲୋକ ଭିତରକୁ षोडश अध्याय देवसुर संपद विभाग योग देवी एवं असुर स्वभाव श्लोक श्री भगवान उवाच अभयं अभयं संशुद्धि ज्ञान योग व्यवस्थितं धनं दामश्च यज्ञश्च स्वधा यस्तप अर्जवं श्लोक 2 अहिंसा सत्यम क्रोधस्तज्ञ शान्तिरपश्चनम् दया भूत चलो लोपतं मदर्भं धीरचापलम् श्लोक 3 तेज क्षमा धृति स्वच्छ महा महोद्रोहो नातिमानितं भवन्ति सम्पदं दैवे बहुमभिजातस्य भारत श्री भगवान कहले हे भरत पुत्र जो माने देवी संपदर अधिकारी सेमानक ठारे निम्नलिखित गुण गुड़िक देखा मिले यथा निर्भयता निज स्थितिर शुद्धिकरण दिव्य ज्ञान आहरण वैद्यन्यता आत्मसंयम यज्ञानुष्ठान वेद ध्यानयत व्रत तपस्या सरलता अहिंसा सत्य
କ୍ରୋଧତା କ୍ରୋଧଶୂନ୍ୟତା, ତ୍ୟାଗ, ଶାନ୍ତି, ଦୋଷ ଦର୍ଶନ ପ୍ରଭୃତି ପ୍ରତି ଘୃଣାଭାବ, ଦୟା ଓ ଲୋଭ ଶୂନ୍ୟତା, ଭଦ୍ରତା, ବିନମ୍ରତା ଓ ଦୃଢତା, ତେଜ, କ୍ଷମା, ଧୈର୍ଯ୍ୟ, ପରିଷ୍କାର ପରିଚ୍ଛନ୍ନତା, ଇଷ୍ଟାନୁସଦା ଏବଂ ସମ୍ମାନ ଲାଭର ଆଶା ତ୍ୟାଗ ଇତ୍ୟାଦି। ଆଜ୍ଞା ପ୍ରଭୁ। ଏବେ ଦେଖନ୍ତୁ ଆପଣ ଶିଳ ପ୍ରଭୁପାଦଙ୍କ ତାତ୍ପର୍ଯ୍ୟକୁ ଆସନ୍ତୁ ଯେ ଏଇ ଯୋଉ ଦୈବୀ ସମ୍ପନ୍ନ ଯୋଉ କଥା କୁହାଗଲା, ଗୁଣ କଥା କହିଲା, ଦୈବୀ ପ୍ରକୃତି ମାନେ କଣ? ଶିଳ ପ୍ରଭୁପାଦ କଣ ଲେଖିଛନ୍ତି ଦେଖନ୍ତୁ। ସତ୍ୱଗୁଣରେ ଯେତେବେଳେ ଗୋଟେ ବ୍ୟକ୍ତି ଅବସ୍ଥାନ କରୁଛି, ସେ ମୁକ୍ତି ମାର୍ଗରେ ଅଗ୍ରଗତି କରିବା ପାଇଁ କିଛି କର୍ମ କରୁଛି। ଆମର କଣ ଚାରିଟା ପୁରୁଷାର୍ଥ କଣ କିଏ କହିପାରିବେ? ଚାରିଟା ପୁରୁଷାର୍ଥ ବେଦରେ ବର୍ଣ୍ଣିତ ଚାରିଟା ପୁରୁଷାର୍ଥ: ଧର୍ମ, ଅର୍ଥ, କାମ, ମୋକ୍ଷ। ତ ଏଇ ଚାରିଟା ପୁରୁଷାର୍ଥରେ ଯୋଉଟା ମୁଖ୍ୟ ଯୋଉ ପୁରୁଷାର୍ଥଟା, ସେଟା ହଉଛି ମୂଳ ପୁରୁଷାର୍ଥ। କାହିଁକି? ଧର୍ମ, ଅର୍ଥ, କାମ ତ ଏଇଟା ଆପଣ ସକାମ କର୍ମ କରିବେ, ପୃଥ୍ବୀ ପୃଷ୍ଠରେ ବଞ୍ଚିକି ରହିବେ, କିଛି ଧର୍ମ କରିବେ, ଭଲ କାମ କଲେ ଭଲ ସୁଖରେ ରହିବେ, ଏଇଟା ହେଇଗଲା। କିନ୍ତୁ ଯିଏ ଆଉ ଟିକେ ଆଗକୁ ବଢିବ, ସେ ଯଦି ଆଉ ଟିକେ ସେ ଭାବିବ ନାଇଁ, ମୁଁ ଏ ଜଡ ସଂସାରକୁ ବାରମ୍ବାର ପତିତ ହେବା ପାଇଁ ମୁଁ ଚାହୁଁନି, ମତେ ଭଗବାନଙ୍କର ମାନେ ମତେ ମୁକ୍ତି ଦରକାର, ମୁଁ ଏଇଟା କରିବି। ତ ସେ କଣ କରିବ? ଚତୁର୍ଥ ପୁରୁଷାର୍ଥ ହେଇଗଲା। ତ ପୁଣ୍ୟ କର୍ମ ଆଉ ଶୁଭ କର୍ମ, ଏଇଟାକୁ ଯୋଉମାନେ କରୁଛନ୍ତି, ତ ଏଇ ପ୍ରକାର ଯୋଉ କର୍ମ ଯୋଉ ରହୁଛି, ସେଟାକୁ ଦୈବୀ ପ୍ରକୃତି କୁହାଯାଏ। ଏଇ ଦୈବୀ ପ୍ରକୃତି ପୁଣି କଣ କଣ ପାଇଁ ସହାୟକ? ଆଗକୁ ପୁଣି ଆପଣ ନିର୍ଗୁଣ ଯେତେବେଳେ ହେବେ, ଏଇ ଦୈବୀ ପ୍ରକୃତି ସତ୍ୱଗୁଣକୁ ଯିବେ, ସତ୍ୱଗୁଣରୁ ନିର୍ଗୁଣକୁ। ତ ଏଇ ଦୈବୀ ପ୍ରକୃତିଟା ଦରକାର, ଭଗବତ ପ୍ରାପଣିକା ବି ଏଇଟା ଦରକାର। କାହିଁକି? ମୁକ୍ତିର କଥା ଏଇଠି କୁହାଗଲା। ଆଉ ଯୋଉମାନେ ଏଇ ଜିନିଷ, ଏଇ ଗୁଣ ଯାହା ପାଖରେ ଏଇ ଗୁଣାବଳୀ ନାହିଁ, ଆଉ ସେମାନେ ପାପ କର୍ମରେ ଲିପ୍ତ ହେବେ, ସେଟା ହଉଛି ଆସୁରୀ ପ୍ରକୃତି। ସେ ଆସୁରୀ ପ୍ରକୃତିରେ ଯିଏ ରହିବ, ସେ କଣ କରିବ? ନିମ୍ନ ପଶୁ ଯୋନିକୁ ଯିବ। ପଶୁ ଯୋନିକୁ ଗଲା ମାନେ ତାହେଲେ ପୁଣି କଣ ହେଇଯିବ? ଏଇ ଯୋଉ 84 ଲକ୍ଷ ଏଇଥିରେ ପୁଣି ସେ ଘୁରି ବୁଲିବା, ତାର ଗୋଟେ ଲମ୍ବା ପ୍ରୋସେସ ଷ୍ଟାର୍ଟ ହେଇଯିବ। ସେଥିରେ ବି ଭଗବାନ କୃପା କରିଛନ୍ତି। ଭଗବାନ ଏମିତି ନାଇଁ କି ସବୁଦିନ ପାଇଁ ନର୍କରେ ଛାଡିଦେଲେ, ସେମିତି ନାହିଁ। ଭଗବାନ ପୁଣି ସେଥିରେ ଦେଇକିରି ସେ କ୍ରମାନୁଯାୟୀ ପୁଣି ସେ ଆଗକୁ ଗତି କରିବ। ସେଟା ଲମ୍ବା ପ୍ରୋସିଜର ହେଇଗଲା। ତ ଏଇ ଶ୍ଲୋକରେ ଗୋଟେ ଲାଷ୍ଟ ଯୋଉ 3 ନମ୍ବର ଶ୍ଲୋକରେ ଯୋଉ ପ୍ରଭୁ ପଢିଲେ, ସେଥିରେ ଗୋଟେ ଆଭିଜାତସ୍ୟ ଶବ୍ଦ କଥା କୁହାଯାଇଛି। ତ ଆଭିଜାତସ୍ୟ ଶବ୍ଦରେ ଆ ଶିଳ ପ୍ରଭୁପାଦ କଣ କହୁଛନ୍ତି ଦେଖନ୍ତୁ, ଯେ ଦୈବୀ ପ୍ରକୃତିର ଜନ୍ମ ସଂସ୍କାର ବଡ ଅର୍ଥପୂର୍ଣ୍ଣ ଅଟେ। ଦୈବୀ ପ୍ରକୃତିରେ ଗୋଟେ ଶିଶୁଟେ ଜନ୍ମ ହେବା, ସେଟା ଆମ ହାତରେ ରହିଲା। ଆମେ ଯଦି ଚାହିଁବା, ଗୋଟେ ଦୈବୀ ପ୍ରକୃତିରେ ଗୋଟେ ଶିଶୁ ଜନ୍ମ ହେଇପାରିବ, କିମ୍ବା ଗୋଟେ ଆସୁରୀ ପ୍ରକୃତିରେ ଶିଶୁ ଜନ୍ମ ହେଇପାରିବ। ତ ଦୈବୀ ପ୍ରକୃତିର ଶିଶୁ ସମାଜ ପାଇଁ ଦରକାର। ଏଇଟା ଅର୍ଜୁନ ବି କହିଛନ୍ତି। କୋଉ ଅଧ୍ୟାୟରେ କହିଛନ୍ତି ଏଇଟା? ଭଗବତ ଗୀତାର ଯେତେବେଳେ ଅର୍ଜୁନ ବିଷାଦ ହେଇଗଲେ, ତାପରେ ଅର୍ଜୁନଙ୍କୁ ଯେତେ ଅର୍ଜୁନ ଯୁକ୍ତି କାଢିଲେ କି ଭଗବାନଙ୍କ ଆଗରେ, ଯଦି ଜାରଜ ସନ୍ତାନ ଯଦି ଜନ୍ମ ହେବେ, ତାହେଲେ ଏଇଟା ସମାଜରେ ବହୁତ ଅସୁବିଧା ସୃଷ୍ଟି ହେବ ବୋଲିକିରି ଅର୍ଜୁନ କହିଛନ୍ତି। ଏଇ ଯୋଉ ଜାରଜ ସନ୍ତାନ ମାନେ କଣ? ଏମାନେ କୌଣସି ପ୍ରକାର ଆଭିଜାତ୍ୟ ଏମାନେ ଉତ୍ପତ୍ତି ନୁହନ୍ତି। ଆଭିଜାତସ୍ୟ ଉତ୍ପତ୍ତି ହେଲା ଯୋଉ ଆମର ସନାତନ ଧର୍ମରେ 16 ସଂସ୍କାର ଅଛି, ସେ ଯଦି ଯିଏ ମାନୁଛି, ସେଇଟା ହଉଛି ଆଭିଜାତ୍ୟ ପୂର୍ଣ୍ଣ। ଏଇଟା ଶିଳ ପ୍ରଭୁପାଦ କହିଛନ୍ତି। ତ ଏଥିରେ ହେଲା କି ମାତା ପିତା ଠାରୁ ଜନ୍ମ ନେଇଥିବା ଶିଶୁ ଗର୍ଭାଧାନ ସଂସ୍କାର ମାଧ୍ୟମରେ ଜନ୍ମ ହେବ। ଖାଲି ଗୋଟେ ଶିଶୁକୁ ଜନ୍ମ ଦେବା ପାଇଁ ଯଦି କାମ ଶକ୍ତିର ବ୍ୟବହାର କରିଦେଇକିରି ଶିଶୁଟେ ଜନ୍ମ ହେଇବା, ସେଇଟା ଠିକ ନୁହଁ। ସେଇଟା ଯଦି ହେବ, ସେ ଶିଶୁ ଭଲ ସଂସ୍କାରରେ ଆସିଲା ନାହିଁ। ତାପରେ ମୁଁ ଆପଣଙ୍କୁ ଆଉ ଗୋଟେ କଥା କହୁଛି ଦେଖନ୍ତୁ। ଗୋଟେ ବହୁତ ବଡ, ଜଣେ ଭାରତର ଗୋଟେ ବହୁତ ବଡ ସାଧୁ, ସେ ଏଇଟା ପ୍ରାମାଣିକ ସାଧୁ ଜଣେ, ସେ ତାଙ୍କ ମୁଖରୁ ମୁଁ ଏଇଟା ଶୁଣିଛି। ସେ ତାମାନେ କହୁଥିଲେ ଯେ ଏଇ ଯୋଉ ପୃଥ୍ବୀ ପୃଷ୍ଠରେ ଯେତେବେଳେ ଏଇ ଶିଶୁ ମାନେ ଜନ୍ମ ହଉଛନ୍ତି ନା, ମାନେ ଆକାଶରେ ଭଲ ଭଲ ଆତ୍ମା ମାନେ ଭଲ ମା ପେଟରେ ଆସିବା ପାଇଁ ସେମାନେ ମାନେ ସେଇ ଟାଇପ ର ଜନନୀର ଗର୍ଭ ସେମାନେ ଖୋଜୁଥାନ୍ତି। ସାଧାରଣ ଜନନୀ ଯିଏକି
ଶୌଚାଚାର ଯାହାର ନାହିଁ ସେଇ ଭଳିଆ ଜନନୀର ମାନେ ତାର ଗର୍ଭରେ ସେମାନେ ଆସିବେ ନାହିଁ। ତ ସେମାନେ ଅପେକ୍ଷାରେ ଥାନ୍ତି ଯେ କେମିତି କୋଉ ଏମିତି ଅଛନ୍ତି ମାତା ପିତା ଯାହା ଗର୍ଭରେ ଯଦି ମୁଁ ଆସିବି କଣ କରିବି, ମୁଁ ବହୁତ ପୁଣି ମୋର ଭକ୍ତି ଜୀବନ ଆଗକୁ ବଢେଇ ପାରିବି। ଏଇଟା ବହୁତ ଭଲ ଭଲ ମାନେ ଆତ୍ମା ମାନେ ଅପେକ୍ଷା କରିଥାନ୍ତି। ଅଖାଦ୍ୟ ଖାଇବା ଯିବ ଦେଇକିରି କଣ ତାଙ୍କର ଜୀବନ ଟା କୌଣସି ସାଧୁଟେ ବି ଘରେ ଜନ୍ମ ଯଦି ହେଇଥିବ ତାର ଜୀବନ ଟାକୁ ବି ଖରାପ କରିଦେବେ। ତ ସେଥିପାଇଁ କଣ କରିବା ପାଇଁ କୁହାଯାଉଛି ନା ଭକ୍ତି ମାଧ୍ୟମରେ ଯିଏ ଯଦି ଘର ଯଦି ଭକ୍ତିରେ ପରିପୂର୍ଣ୍ଣ ଅଟେ, ଯଦି ଭଗବାନ କୃଷ୍ଣ ସେ ଘରର ମାଲିକ ଅଟନ୍ତି, ସେଇ ଘରେ ଯେତେବେଳେ ଗୋଟେ ଶିଶୁଟେ ଜନ୍ମ ହବ ସେ କଣ ଆଭିଜାତ୍ୟ ପୂର୍ଣ୍ଣ ବୋଲି ହବ। ତ ଦୈବୀ ପ୍ରକୃତି ଏଠି ବହୁତ ମାନେ ବର୍ଣ୍ଣନା କରାଯାଇଛି ଯେ କୋଉ କୋଉ ଜିନିଷଟା ଦୈବୀ ପ୍ରକୃତି। ତ ଏଇଥିରେ ଆମେ ଦେଖନ୍ତୁ ଯିବା, ଏଥିରେ କମ ସେ କମ ଶିଲ ପ୍ରଭୁପାଦଙ୍କର କମ ସେ କମ 7-8 ପେଜ ଏଇଟା ବର୍ଣ୍ଣନା କରାଯାଇଛି। ତ ଆର ଯୋଉ ଜିସ୍ ଟା ମୁଁ ଏଇଟା ନୋଟ କରିକିରି ଆପଣଙ୍କୁ କହୁଛି, କାହିଁକି ଆମେ ଯଦି ଏଇଟା ପଢିବା ତ ଆମର ଏଇଥିରେ ହିଁ ପଳେଇଯିବ, ଘଣ୍ଟେ ଦେଢ ଘଣ୍ଟା ଟାଇମ ପଳେଇଯିବ। ମୁଁ ଆର ଜିସ୍ ଟା ବାହାର କରିଛି ଯେ ଆର ଏପିଟୋମ ଟା କଣ କହୁଛନ୍ତି ସେଇଟା କହୁଛି, ମୁଁ ସେଇଟା ଆପଣଙ୍କ ସାମ୍ନାରେ ମୁଁ ଡିସ୍କସ କରୁଛି। ତ ପ୍ରଥମ ଏଇଟା ଦେଖନ୍ତୁ ଶବ୍ଦଟା ଆସିଲା ଅଭୟମ। ଅଭୟମ, ଅଭୟମ ଟା କଣ, ଏଇଟା ପ୍ରଭୁପାଦ କୋଉ ହିସାବରେ ଏଇଟା ବର୍ଣ୍ଣନା କରିଛନ୍ତି, ପ୍ରକୃତି କଥା ବର୍ଣ୍ଣନା କରୁଛନ୍ତି। ଦୈବୀ ପ୍ରକୃତିର ପ୍ରଥମ ଟା ନେଲେ ଅଭୟମ। ଆଉ 4 ବର୍ଣ୍ଣ ଆଶ୍ରମ ଭିତରେ କୋଉ ଆଶ୍ରମ ର ଗୁଣ ସେଇଟା ବିଶେଷ ଭାବରେ ରହିବା କଥା ସେଇଟା କହୁଛନ୍ତି। ତାପରେ ସେ ଗୁଣାବଳୀର ଅର୍ଥଟା ପ୍ରଭୁପାଦ ଦେଇଛନ୍ତି। ତ ସେଇ ହିସାବରେ ପ୍ରଥମଟା ଯେତେବେଳେ ଅଭୟମ ଆସିଲା ମାନେ ଭୟ ରହିତ ହେବା, ଅଭୟମ ମାନେ ଭୟ ରହିବ ନାହିଁ। ଯିଏ ଭକ୍ତ ତା ଭିତରେ ଭୟ ନଥାଏ, ଯିଏ ଅଭକ୍ତ ଯେ ସଂସାରରେ ବୁଡି ରହିଛି ତା ଭିତରେ ଅସଂଖ୍ୟ ଭୟ ରହୁଛି କଣ ହବ। ତ ଏଇ ଯୋଉ ଅଭୟମ ପ୍ରକୃତିଟା ଗୁଣାବଳୀଟା ଦୈବୀ ସ୍ୱଭାବ ଯୋଉଟା, ଏଇଟା ବିଶେଷ କରି ସନ୍ନ୍ୟାସୀ ମାନଙ୍କର ପ୍ରଥମ ଗୁଣ ବା ପ୍ରକୃତି ହବା ଉଚିତ। ଏଇଟା ଶିଲ ପ୍ରଭୁପାଦ କହିଛନ୍ତି ଯେ ସେମାନେ କଣ କେବଳ ଭଗବାନଙ୍କ କୃପାରେ ସେମାନେ ଆଶ୍ରିତ ହେବେ, କାହାରି ସହାୟତାକୁ ଆଶା ରଖିବେନି। କୋଉ ସନ୍ନ୍ୟାସୀ କେତେବେଳେ ଯାଇକିରି କୋଉଠି ଡୋନେସନ କେବେ କୋଉଠି କହିବନି କି ମତେ ଦିଅ ମୁଁ ସେଇଥିରେ ଖାଇ ପିଇକିରି ଚଳିବି, ଏଇଟା ସନ୍ନ୍ୟାସୀର କାମ ନାହିଁ। ଭବିଷ୍ୟତ କଣ ହବ ସେଇଟା ସନ୍ନ୍ୟାସୀ ମାନେ ବିଚାର କରିବେ ନାହିଁ। ସେମାନେ ସବୁବେଳେ ଅଭୟରେ ଚାରିଆଡେ ବିଚରଣ କରିବେ। ତାଙ୍କର ଏଇଟା ବି ଡର ନାହିଁ କି ମୋର ଗୋଟେ ସେଲ୍ଟର ନାହିଁ, ମାନେ ମୋର ଗୋଟେ ରହିବା ଜାଗା ନାହିଁ, କୋଉଠି ମୁଁ ରହିବି ନାଇଁ, ସେମାନେ ବିଚରଣ କରିବେ। ଏବେ ପୂର୍ବ କାଳରେ ବି ଏଇଟା ଗୋଟେ ସିଷ୍ଟମ ଥିଲା ଯେ ସେମାନେ ଏବେ ଯେମିତି ଇଣ୍ଟରନେଟରେ ପ୍ରଚାର ହଉଛି ସବୁ ଧର୍ମ, ସେ ସମୟରେ ଏଇ ସିଷ୍ଟମ ନଥିଲା। ତ କାଳରେ କଣ କରୁଥିଲେ, ତାଙ୍କର କରୁଥିଲେ ବିଭିନ୍ନ ପ୍ରକାର ଗୋଷ୍ଠୀ, ସବୁ ବୈଷ୍ଣବ ଗୋଷ୍ଠୀ ଥିଲା। ତ ସେମାନେ କଣ କରିବେ, ଗୋଟିଏ ଗୋଷ୍ଠୀ ବାହାରିବେ, ସେଥିରେ 50 ଜଣ ସାଧୁ ଅଛନ୍ତି କି ସନ୍ନ୍ୟାସୀ ଅଛନ୍ତି, 20 ଜଣ ଅଛନ୍ତି। ସେମାନେ ତାପରେ ଗାଁ କୁ ଯାଇକିରି ଭିକ୍ଷାବୃତ୍ତି କରିବେ। ସେ ଭିକ୍ଷାବୃତ୍ତି କରିବା ବାହାନାରେ ସେମାନେ କଣ କରିବେ, ଆଧ୍ୟାତ୍ମିକ ଜ୍ଞାନ ଦେବେ। ବିଶେଷ କରି ମାନେ ଏଇଟା ଏଇଟା ତ ଆଗରେ ଆସିବ। ଅଭୟମରେ ଆପଣଙ୍କର ସନ୍ନ୍ୟାସୀ ମାନେ ଚାରିଆଡେ ବିଚରଣ କରିବେ, କାହାରି ସହାୟତାକୁ ଆଶା କରିବେ ନାହିଁ। ତାପରେ ଦ୍ଵିତୀୟଟା ଆସିଲା ପ୍ରକୃତି, ସେକେଣ୍ଡଟା କଣ ଆସିଲା ଦୈବୀ ପ୍ରକୃତି, ସତ୍ଵ ସଂଶୁଦ୍ଧି। ଆପଣ ଏଇ ଶ୍ଲୋକ ବି ଦେଖୁଥାନ୍ତୁ, ଅଭୟମ ସତ୍ଵ ସଂଶୁଦ୍ଧି ଜ୍ଞାନ ଯୋଗ ବ୍ୟବସ୍ଥିତି। ତ ସତ୍ଵ ସଂଶୁଦ୍ଧି କଣ, ଆମର ସନ୍ନ୍ୟାସୀର ସ୍ୱଭାବ ହେବା ପ୍ରଥମ ଏଇଟା ହେଲା ସତ୍ଵ ସଂଶୁଦ୍ଧି। ମାନେ ଯେ ପର୍ଯ୍ୟନ୍ତ ଆପଣ ବିଧି ନିୟମ ଯୋଉଟା ଆପଣଙ୍କୁ ଦିଆହେଇଛି ସେଇଟା କଡାକଡି ଭାବରେ ଯଦି ଆପଣ ପାଳନ କରୁନା, ତାହେଲେ ଆପଣଙ୍କର ସତ୍ଵ ସଂଶୁଦ୍ଧି ହେବ ନାହିଁ। ପ୍ରଭୁ ସତ୍ଵ ସଂଶୁଦ୍ଧି ହେଲା, ପ୍ରଭୁ ଏଇ ସପ୍ତାହ ଅର୍ଥ ହେଲା ସାତ୍ବିକ ଗୁଣ। ଆଜ୍ଞା ଆଜ୍ଞା ପ୍ରଭୁ, ମୁଁ ସେଇଟା ବା ସାତ୍ବିକ ଆସୁଛି ଗୁଣ। ଆସୁଛି। ତ ସାତ୍ବିକ ଯୋଉଟା, ସାତ୍ବିକ ଗୁଣ ଯୋଉଟା, ସେଇଟା କୋଉ କୋଉ ଗୁଣ, ଧରନ୍ତୁ ଆମରକୁ ଯୋଉଟା ଗୋଟେ ବିଧି ନିୟମ ଦିଆଯାଇଛି, ଏଇଟା ସନ୍ନ୍ୟାସୀ ମାନଙ୍କର ପ୍ରଥମ ସ୍ୱଭାବ ସତ୍ଵ ସଂଶୁଦ୍ଧି କଥା ଶିଳ ପ୍ରଭୁପାଦ କହୁଛନ୍ତି। ତ ବିଧି ନିୟମକୁ ସେମାନେ କଡାକଡି ଭାବରେ ମାନେ ସେମାନେ କୌଣସି ସନ୍ନ୍ୟାସୀ ଦେଖିବେ ସେମାନେ ଏତେ ଉପର ଷ୍ଟେଜ ପହଞ୍ଚି ସାରିଲେଣି, କିନ୍ତୁ ଆଜି ବି ସେମାନେ ଦେଖିବେ 16 ମାଳା କରୁଛନ୍ତି, ଯୋଉଟା ଶିଳ ପ୍ରଭୁପାଦ ଅର୍ଡର ଦେଇ ଦେଇଛନ୍ତି। ତାପରେ ଶୌଚାଚାର କଣ, ଶରୀର ଶୁଦ୍ଧି ହେଇଗଲା, ଆତ୍ମାର ଶୁଦ୍ଧି ହେଇଗଲା। ଏଇ ସବୁ ଦିଟା ଜିନିଷ ମିଶିଲେ ଯାଇ ସତ୍ଵ ସଂଶୁଦ୍ଧି ହେବ। ତ ସେମାନେ କଣ କରିବେ, ସ୍ତ୍ରୀ ଅଙ୍ଗରୁ
संपूर्ण भाव में निरासक्त हेबे जदि स्त्री संगे बेसी कथबार्ता यही सब है माने कौन सत्व अशुद्धि हो विधि नियम जदि कड़ाकड़ी पालन न करिवे तो कौन हम सत्व अशुद्धि हो तो सत्व संशुद्धि रे दीटा जिनस रहा कड़ाकड़ी नियम विधि नियम रे पालन हो गला स्त्री संग दूर रही आसला आपणकर तृतीय ज्ञान जोग व्यवस्थित एटा भी सन्यासी मार्ग मानकर एटा बोली शिल प्रभुपाद कहउछन्ती माने से माने ज्ञान ज्ञान वितरण करबा तांकर होची गोटे विशेष कर्म से माने कौन करिवे जो ज्ञान कोठु आसीबो नै सेहीटा प्रोसीजर शास्त्र रो ज्ञान आसीबो तांको गुरुंटू जो ज्ञान गुरु परंपरा रे जो ज्ञान पाइथिबे से ज्ञान को वितरण करिवे तो एटा होची ज्ञान जोग व्यवस्थित कथा कहा गला प्रत्येक शास्त्र रो नॉलेज तांको पाखे दान करिवे नै जदि दान जदि आप न करूचंदी ताले आपनकर धन संपत्ति शुद्धि ही परिबने तो एइटा को आश्रम पई हेइ थई पारे आपण अनुमान करिवे एटा तो सन्यासी पई दानटा सन्यासी माने भी करिवे हमर माने देखिबे इस्कन रो गोटे बहुत बड़ माने हमर जणे अछंती महाराज अछंती से जेते बेले कोठी की जिवे वृंदावन कोठी की जिवे पाखरे जेते पैसा थिबो सेतिरे ब्राह्मण मान को पंडित मान को से दान कर दियंती से तो सन्यासी से काई दान करछेनी नै दानटा समस्तक पई किंतु शिल प्रभुपाद एठी लिखिचंदी जे गृहस्थी मानकर एटा मुख्य काम दानटा गृहस्थ माने हेले बाकी तीन आश्रम को से माने पालन करिवे तो एटा मुख्य काम दानटा हैला तांकर तो ए दानटा केमती हेबा कथा उचित स्थान काल पात्र देखिकी सत्व गुण रे दान करिवे जदि रज गुण आ तम गुण रे दान कले से दानर मूल्य किछि रहइबो नाही सत्व गुण आ सबठु बेस्ट हैला निर्गुण दम माने कोन सेल्फ कंट्रोल आत्म सन्यासी ब्रह्मचारी समस्त भगवान कहते आत्मसंयमताटा रहिबा देखंतु कथा कहला अवैध यौन संगम आपण जदि आत्मसंयमी जे नुह तो सेटा एई टाइप रो गृहस्थान को पय विशेष करी शिल प्रभुपाद देखंतु कोन कहिसंती जे से माने एटा अर्थात गृहस्थ मान दम आत्मसंयम कथा संपर्क रे यही कहा जाई पारे जे यहा केवल अन्य आश्रम रो अधिवासी अर्थात ब्रह्मचारी वानप्रस्थी और सन्यासी मान प्रযোज्य ताहा नुहे या विशेष करी गृहस्थ व्यक्ति मान प्रযোज्य जदि तार स्त्री अछि तथापि गृहस्थ मन इच्छा बा अजथा इंद्रिय सुखरे माती स्त्री संभोग करबा उचित नुह शिल प्रभुपाद लिखिले बुझिबेले यौन जीवन यापन रे गृहस्थ मान निमित्त केतक विधि निषेध अछि ताहा केवल वंश रक्षा पई संतान उत्पादन पई व्यवहार करा जिबा उचित किंतु कोन होउची आजिकाली दुनिया रे कोन होउची समस्ते यौन संभोग साधारण लोक कोन करछन्ती यौन संभोग से माने करिया पे इच्छा करछन्ती किंतु संतान पालन करिया पे से माने इच्छा करू नाहंती एटा विशेष करी के अमेरिका रे आपण देखिबे हलधर महाराज कर ऑडियो रे मु सुनुतिली जे अमेरिका रे कोन करा होउची ए जो एबॉर्शन रेट ता बहुत बढ़ी गलानी से माने तामने एटा को एमिति हिसाब रे माने शिशु हत्याटा दुनिया रे जेते पाप अछि शिशु हत्या पाप एटा होउची आ ताठू बड़ पाप आ कोनोसीटा नाही आजिकली एटा को केयर भी करूना सेटा एबे इंडिया रे भी आसीले एबे इंडिया रे सेति में कोन रूल भी करा हला कि आपण भ्रूणर चिन्हट करि पारिबे नाही किंतु लोक फिर भी मानु नाहंती अवैध यौन संगम एई जिंसटा दम रे कहा गला देखो मु आपन गोटे जिंस यदि कहया पई चाहूची जे जो गोटे जात मान कम 50 माला जप से माने करबा निहाती दरकार
50 ମାଳା ଜପ ଯଦି କରିକିରି ସେମାନେ ମାନେ ସନ୍ତାନ ଉତ୍ପାଦନ କରୁଛନ୍ତି, ତାହେଲେ ସେଟା ନିଶ୍ଚୟ ସୁସନ୍ତାନ ହବ। ଏ ଭଗବାନ ବି କଣ କହିଲେ, ଭଗବାନ ଶ୍ରୀକୃଷ୍ଣ, ଯୋଉଟା ମୁଁଟା ମୁଁ ହଉଛି ଯୋଉ ଭଲ ସନ୍ତାନ ଉତ୍ପାଦନକାରୀ ଆମ, କିନ୍ତୁ ଯଦି ସେଇଟା ସନ୍ତାନ ଭଲ ସନ୍ତାନ ଉତ୍ପାଦନ କରି ଏଇ ଅଲଗା କୌଣସି ଯଦି ତା ସୁଖ ପାଇଁ ଯଦି ତାହେଲେ ହବ ନାହିଁ। ଯୋଉ ସନ୍ତାନ ମାନେ ଜନ୍ମ ହେବେ ସେମାନେ କଣ କରିବେ, ସମାଜକୁ, ଘରେ ତ ଯାହା କରିବେ କରିବେ, ସମାଜରେ ବି ସେମାନେ ଖରାପ ଏଇଟା କରିବେ। ହରେ କୃଷ୍ଣ ତ ପ୍ରଭୁଜୀ, ଏଇଥିରେ ଗୋଟେ ଜିନିଷ, ପ୍ରଭୁ ଯେଉଁ ସ୍ତ୍ରୀର ହିଁ ଗାଇନିଂ ଟ୍ରବୁଲ ଥିବ, ମାନେ ନର୍ମାଲ ନାହିଁ ଆଉ କି ଟିକେ ଆବାଜ ଟିକେ କମ, ଆଉ ଟିକେ ହଁ ଡକ୍ଟର ନାଇଁ ନାଇଁ ଏଇଟା ହେଇପାରେ, ବହୁତ ଟ୍ରବୁଲ ଅଛି, ଆପଣ ନହେଲେ ମରିଯିବେ, ବୁଝିଲେ ତ ସେ ପ୍ରୋବ୍ଲେମରେ କଲେ କଣ ଅସୁବିଧା ଅଛି? ଦେଖନ୍ତୁ, ସ୍ୱାମୀ ସ୍ତ୍ରୀ ତ ର କମର୍ସିଆଲ ପ୍ରଶ୍ନଟା ହେଇଗଲା, କିନ୍ତୁ ମୁଁ ଯଦି ଏମିତି ଜୀବନ ଯିବା ପାଇଁ ଅଲଗା କଥା, ଯୋଉ ଡାକ୍ତର ମାନେ ନାଇଁ ଏ ପୁଅଟା ଝିଅଟାକୁ ଆସିବ, ଯିଏ ସନ୍ତାନଟା ଆସିବ ସେ ଠିକ ହିସାବରେ ଆମେ ଆକୁ ଜନ୍ମ କର, ଅଲଗା କୌଣସି ସ୍ଥିର ଶକ୍ତି ନାହିଁ। ଆପଣଙ୍କର କେସ୍ ଟା ବହୁତ ଅଲଗା ଜିନିଷ, ସେଥିରେ ଆପଣଙ୍କର କୌଣସି ଏଇଟା ନଥିଲା, କିନ୍ତୁ କୌଣସି ଜାଗାରେ ବି ଯଦି ଭ୍ରୂଣ ହତ୍ୟା ହେଇଛି, ବୃନ୍ଦାବନର ଜଣେ ସାଧୁଙ୍କ ମୁହଁରୁ ମୁଁ ଶୁଣିଛି, ଗୋଟେ ହିଁ ଉପାୟ ହେଲା 18,000 ଭାଗବତମ ର ଶ୍ଲୋକ ପାରାୟଣ, ଗୋଟେ ବ୍ରାହ୍ମଣକୁ ଡାକିକିରି, ବୈଷ୍ଣବକୁ ଡାକିକି 18,000 ଶ୍ଲୋକ ପାଠ କରିବେ, ପାରାୟଣ କରିବେ। ଏଇଟା ଯଦି ହେଲେ, ଭାଗବତମ ର ଏତେ ଶକ୍ତି ଅଛି ଯେ ଏଇଟା ଖ୍ୟାଳ ନେଇପାରିବ, ନହେଲେ ଶାସ୍ତ୍ରରେ କୌଣସି ବିଧି ନାହିଁ, ଆର ଏଇ ପାପର ଖ୍ୟାଳ ନେବାଟା କୌଣସି ବିଧି ନାହିଁ। ଭାଗବତର 18,000 ଶ୍ଲୋକର ପାରାୟଣ କରେଇଦେବା କଥା। ଏଇଟା ଦେଖାଯାଉଛି, ଏବେ ତ ଦେଖିବେ ଯୁଆଡେ ବି ହେଲେ ଏଇ ପ୍ରୋବ୍ଲେମ ଟା ଟିକେ ରହୁଛି। ଏଇଥିରେ ଆମେ ସେଥିପାଇଁ ବେଶୀ ଚିନ୍ତିତ ହେବା କଥା ନାହିଁ, କାହିଁକି ଆମେ ଭଗବତ ମାର୍ଗକୁ ଚାଲି ଆସିଛେ। ଆମେ ସାଧାରଣ ଲୋକ ନୁହଁ ଯେ ଆମେ ମାନେ ଏଇଟା, କିନ୍ତୁ ଆମେ ସାବଧାନ ହେବା କଥା, ଆଉ ଆମେ ଏଇଟା ହିସାବରେ ଆମେ କରିବା କଥା। ବୁଝିପାରିଲେ ପ୍ରଭୁ? ଏଇଠି ବୋଧେ ଏଇଟା ହେଇପାରେ କି, ମାନେ ଯେମିତି ଜଣେ ଏଇଟା ତ ପ୍ରଭୁଙ୍କର ତ ପ୍ରୋବ୍ଲେମ, ସେଇଟା ତ ଡାକ୍ତର ଯୋଉଟା ସେଟା ତ କିଛି ଜଣ କରିପାରିବେନି, ଡକ୍ଟର ଯୋଉଟା କହିବ ସେମାନେ, କିନ୍ତୁ କୋଉ କୋଉ ଯୋଉ ୟଙ୍ଗ ପିଲା, ପୁଅ ଝିଅ, ସେମାନେ ଯୋଉ ଜାଣିକିରି କରୁଛନ୍ତି, ସେଇଟାକୁ ପ୍ରଭୁପାତ ଇଏ କରୁଛନ୍ତି, କାହିଁକି ନା ଜାଣି ଶୁଣିକି ସେମାନେ ଖାଲି ନିଜର ପ୍ରୀତି, ଇନ୍ଦ୍ରିୟ ପ୍ରୀତ୍ୟର୍ଥ ଯୋଉଟା କରାହଉଛି, ସେଇଟାକୁ ଏଥିରେ ବୋଧେ ଖରାପ କୁହାହଉଛି। ଆଉ ଡାକ୍ତର ମାନେ କହୁଛନ୍ତି ସେଇଥିରେ, ଆଉ କଣ କରିବ ଜଣେ? ହେଇପାରେ, ଚେଷ୍ଟା କଥା ଭ୍ରୂଣ ହତ୍ୟା ଟା ନ ହେବା ପାଇଁ ଚେଷ୍ଟା କରିବା କଥା। ଆଜିକାଲି ଏଇଟା ରହୁଛି, ଆଉ ଟିକେ ଆଉ ତାର ଉପାୟ ବି ଆମେ ଡିସ୍କସ କଲେ। 6 ନମ୍ବର ତାପରେ ଗୁଣ ହେଲା ଆମର ଯଜ୍ଞ। ଯଜ୍ଞଟା ଏଇଟା ଗୃହସ୍ଥ ମାନଙ୍କ ପାଇଁ, ଯେ ଯଜ୍ଞ ପାଇଁ କଣ ଦରକାର, ଶୁଦ୍ଧ ଧନ ଆଉ ଦ୍ରବ୍ୟ ଦରକାର। ଆଜି ଧନ କି ଦ୍ରବ୍ୟ ନାହିଁ, ତ ଯଜ୍ଞ ଟା ଏଇଟାକୁ କୀର୍ତ୍ତନ ଘରେ ସଂଗୀତ ହଉଛି ନାମ ଜପ ଯଜ୍ଞ, ଯଜ୍ଞ ନାମ ଜପ ଯଜ୍ଞ ବୋଲି ଭଗବାନ କହୁଛନ୍ତି। ସେଥିପାଇଁ କଣ କରିବା କଥା, ଆମେ କରିବା କଥା। ଏଇ ଯଜ୍ଞ କରୁଛନ୍ତି, ଏବେ ଦେଖନ୍ତୁ ପ୍ରତ୍ୟେକ ଯଦି ଯଜ୍ଞ ନ କରିକି ଯଦି ବଞ୍ଚୁଛି, ତାହେଲେ ସେଟା ତ ସେ ପାପ ଟା ଯୋଉ ଶାସ୍ତ୍ର କହୁଛି, ବୈଷ୍ଣବ ମାନଙ୍କର ସେଟା ଖଣ୍ଡନ ହେଲାନି। ଆମେ ଜପ ଯଜ୍ଞ କଲେ, ଯଜ୍ଞ କରିବା ଦ୍ଵାରା ଆମର ସବୁ ପାପ ସେଥିରୁ ଆମର ମାନେ ଏଇଟା ହେଇଯିବ। ଆଚରଣ ପାଇଁ କରିବେ, ଶାସ୍ତ୍ରକୁ ପଢିବେ,
विशेष करी ब्रह्मचारी कहगला ता अर्थ एटा न खाली ब्रह्मचारी पढ़िबे समस्त सन्यासी ठू आरंभ करी गृहस्थ वानप्रस्थी समस्त हवे किंतु विशेष करी ए गुणटा शिल प्रभुपाद कहउचंदी एटा ब्रह्मचारी मानक पई से माने कोन करिवे ब्रह्मचर्य पालन करी माने वैदिक साहित्य को ए माने अध्ययन करिवे बुझी पाले तापरे तप आसिला तपटा चारि आश्रम पाई चारि आश्रम तप समस्त तप करिवे जो माने भी भाबुचंती मजा मजलिस करिवी इंद्रिय तृप्ति करिवी ता सांग को टिके भगवान कर भक्ति कर देबी नाय ठकामी हेई पारिबो नाही तपस्या दरकार हमको बहुत कम तपस्या भगवान कृपा करिगिरी कलयुग रे देइचंदी किंतु सेतिकी तपस्या हमको करियागु पड़िबो सकाळु उठिबे 16 माला जप करिवे जो जो एकादशी थिबा कथा से माने एकादशी पालन करिवे कठोर हिसाब रे शरीर को देखिकी एतिकी बेसिक जिन भगवान कर सेवा अछि सेतिरे आमे इंद्र तृप्ति निद लागि गला आमे कहिटा कले एइटा नै आमे जति तप हमको दिया हिची सेरा करिबा तपस्या द्वारा ही परबे तो देखंतु जेते जहा वैराग्य आसी नहीं कड़ा तो एमाने कौन करिवे वानप्रस्थ वाले एमाने बहुत कड़ाकड़ी नियम एबे वानप्रस्थर नियम होची आपण गृह त्याग करिवे गृह त्याग केमती करिवे जदि योग्य जो पुत्र योग्य कि पुत्री जे भी अछंती तांको घर को हैंड ओवर करिवे आउ आपण वन को जीवे स्वामी स्त्री जाइकरी आपण से टाइप रो एनवर किंतु प्रेजेंट सिचुएशन रे कोन माने वन जंगल अवेलेबल अछि कि तपस्या करिया पई नाही तो आपण 50 वर्ष जहा को हे गला मात्र के से कोन करिवो से आउ बेसी घर कार्य रे आउ इन्वॉल्व हबो नाही से भगवत कार्य रे इन्वॉल्व हबो आमे कोन भाबुछु 50 वर्ष ହେଇଛି ଆପଣଙ୍କୁ କେତେ ବର୍ଷ ହେଇଛି ଏବେ ତ ଆପଣ ପୁରା ମାନେ ବହୁତ ଯୁବକ ଅବସ୍ଥାରେ ଅଛନ୍ତି ଏଇ ଟାଇପ ର ଆମେ କହୁଛୁ ନାଇଁ 50 ବର୍ଷ ହେଲା କ୍ଲୋଜ ଟୁ ରିଟାୟରମେଣ୍ଟ ଆଧ୍ୟାତ୍ମିକ ହିସାବରେ ରିଟାୟରମେଣ୍ଟ ଆମର ଗଭର୍ଣ୍ଣମେଣ୍ଟ ହିସାବରେ 60 ରିଟାୟରମେଣ୍ଟ କିନ୍ତୁ ଆଧ୍ୟାତ୍ମିକ ହିସାବରେ 50 ହେଇଗଲା ମାତ୍ରେ କେବଳ ଆଉ କେବଳ ଭଗବତ କର୍ମ କରିବେ କିନ୍ତୁ କଳି ଯୁଗରେ କଣ କରିବା ଡେରିରେ ବାହା 50 ବର୍ଷ ହେଲା ବେଳକୁ ଛୁଆକୁ ହେଇଛି 5 ବର୍ଷ ହେଇଛି से कौन बानप्रस्थ करिबा आपन को भाबंतु कि 10 वर्ष 50 आगे कौन है आगुरु ठीक समय रे बाहा होउतिले तो 50 वर्ष है बेलू पुओ को 18 वर्ष हो गलानी 16 वर्ष हो गलानी तो पुओ भी माने से हरे कृष्ण प्रभु जी रेस्पोंसिबिलिटी आज्ञा प्रभु हरे कृष्ण एबे कोन करछंती एबे टोका लोक गराक तो कलर मारछंती प्रभु आज्ञा आहा, कौन कहले प्रभु जी देई आजि के कलर मारे बोले प्रभु एटा परा प्रभु जी एटा कଳି युग लोक एबे देखन 50 वर्ष माने हमें आध्यात्मिक काम भी करिवे घरे बुढ़ा बुढ़ी मान बुढ़ा बुढ़ी मान को आमे खा बुढ़ी मान को गंडिए खाइबा को मिलला घर लोक देले सेती खाइबे बहुत जिंस इच्छा करिवे नै बानप्रस्थ सन्यासी भी कड़ा नियम बुझी पारले एई कथा तो मु कहिबा हिसाब रे तो कहि दउची आपण मान को किंतु मते भी एबे देखंतु 45 वर्ष हेलानी कोन 5 इयर्स रे कोन मु माने सेही टाइप रो सन्यासी लेवल रे कि बानप्रस्थी लेवल रे କହିବା ପାଇଁ ସମସ୍ତେ କହିଦେବେ କିନ୍ତୁ ଯିଏ ଆକ୍ଚୁଆଲ ଲୋକ ଯିଏ ଭକ୍ତ ଲୋକ ଯିଏ ସତରେ ହେଇଥିବ ଆଉ ଯାହାର ସତରେ ଭଗବତ ପ୍ରାପ୍ତି ମାନେ କରିବାର ଥିବ ଏ ଯାହା ଯାହା ଆମେ ଡିସ୍କସ କରୁଥିଲେ ସେ ସତରେ କରିବ ଆଉ ଯାହାକୁ କରିବାର ନଥିବ ସେ ତ ଖାଲି ଏମିତି ଆଗକୁ ବଢିଯିବ ପଢିକି କିଛି ସେଥିରେ ଲାଭ ନାହିଁ ତ ତପସ୍ୟା ହେଲା ମନ ଆଉ ଶରୀରର ତପସ୍ୟା ମେନଲି ବୁଝିପାରିଲେ ମାନେ ମନ ବାଣୀ ଆଉ ଶରୀର ତିନିଟା ଜିନିଷ ଯୋଉ ତପଟା ରହିବା କଥା ତପସ୍ୟାଟା ରହିବା କଥା तापरे आसिला जो गुणटा सेटा होची सरलता सरलता छल छिद्र कपट मोहे नहीं भावे श्री राम जी कहते भगवान राम छिद्र कपट ये सब जिनस आजिकाली जुगरे देखु समस्त बहुत पढ़ा लिखा जहाँ को देखिए पूरा डबल एमए आउ किए कौन पीएचडी करजी आउ किए कौन करजी कहा पाखरे गोटे सरलता माने गोटे गुणटा नहीं
ସରଳତା ମାନେ କଣ ଜାଣିଛି? ସରଳତାର ଗୋଟେ ଯଦି ଆପଣ, ମୁଁ ଗୋଟେ ଜାଗାରେ ଶୁଣିଥିଲି, ଶାସ୍ତ୍ରରେ ଗୋଟେ କଥା କୁହାଗଲା, ଆପଣ ଦେଖିଲେ ଭଗବତ ଗୀତା ରେ ଗୋଟେ କଥା ଲେଖା ହେଇଛି। ଆପଣ ଗୋଟେ ସାଧୁର ପ୍ରବଚନ ଶୁଣୁଛନ୍ତି, ସେଠି ସେ ସାଧୁ ଜଣକ କହିଲେ, ଶାସ୍ତ୍ରରୁ ଉଦ୍ଧୃତ କଲେ, ଆପଣଙ୍କୁ ଯଦି ଗୋଟେ ଭରସା ପଳେଇ ଆସୁଛି ନା, ଆରେ ସତ କଥା ତ, ଜଣେ କହିଲା, ଆରେ ଜଗନ୍ନାଥ ଭଗବାନଙ୍କର ଯଦି ଦର୍ଶନ କରିଦେଲେ ଜନ୍ମ ଜନ୍ମାନ୍ତର ପାପ କଟିଯିବ, ଯେତେ ବି ବଡ ପାପୀ ହେଇଥିବ ବି ଖାଲି ଭଗବାନଙ୍କର ଦର୍ଶନ ମାତ୍ରକେ କଣ ହବ କି, ମାନେ ଆଉ ତାକୁ ନରକ ଯିବାକୁ ପଡିବ ନାହିଁ। ଆପଣ ଆପଣଙ୍କ ଭିତରେ ସେମିତି ସରଳତା ଥିବା କଥା। ଆରେ ସତତା ସାଙ୍ଗେ ସାଙ୍ଗେ ଆପଣ ବିଶ୍ୱାସ କରିଦେଲେ, ନାଇଁ ନାଇଁ ମୁଁ ଜଗନ୍ନାଥଙ୍କ ଦର୍ଶନ କରିବି, ଆପଣ ସିଧା ପଳେଇଲେ ଭଗବାନଙ୍କ, ନାଇଁ ବୃନ୍ଦାବନର ଅମୁକ ଠାକୁରଙ୍କ ଦର୍ଶନ କରିଦେଲେ ମୋର ମୋର ଏମିତି ହେଇଯିବ। କିଏ ଜଣେ କହିଲା, ଆପଣ ଏତେ ସରଳ, ଆପଣ ଭରସା ହେଇଗଲା। କିନ୍ତୁ ଆପଣ ଯଦି ବେଶୀ ପଢା ଲିଖା ଲୋକ, ବହୁତ ବୁଦ୍ଧି ଆପଣଙ୍କର ଅଛି, ନାଇଁ ଆପଣ ମାନେ ସେଟା ବିଶ୍ୱାସ କରିବେନି। ଆପଣ ଆପଣ କହିବେ ନାଇଁ ନାଇଁ ନାଇଁ, ବେଦରେ ଏମିତି ଲେଖା ହେଇନି, ଏଇଟା ହେଇନି, ସେଇଟା ହେଇନି, 50ଟା ଜିନିଷ କହିବେ। ସରଳତାର ଏଇଟା ଗୋଟେ ବଢିଆ ଜିନିଷ। ଦେଖନ୍ତୁ, ଆଉ ଆମେ ମାନେ, ମୁଁ ଯେତେ ଲୋକ ଆମେ ମାନେ ଏଇଠି ଅଛୁ ଶିଳ ପ୍ରପାତଙ୍କ କୃପାରୁ, ଆମେ କେମିତି ବି ଲୋକ ହେଇଥାଇ ପାରନ୍ତୁ, ମୁଁ ସେଇଟା କହୁନି, କିନ୍ତୁ ଆମ ଭିତରେ ଗୋଟେ ଜିନିଷ ତ କମ ସେ କମ ଭଗବାନ ଦେଇଛନ୍ତି ଯେ ଶାସ୍ତ୍ର ଯାହା କହୁଛି ଆମକୁ ବିଶ୍ୱାସ ଅଛି। ଯଦି ବିଶ୍ୱାସ ନଥାନ୍ତା, ଆଜି ଆମେ ଏଇଠି ଗୋଟେ ଜାଗାରେ ଯୋଡି ହେଇକରି ଏଇଠି ଆମେ ଏଇ ସବୁ ଡିସ୍କସନ କରିଥାନ୍ତି। ଆମକୁ ବିଶ୍ୱାସ ଅଛି, ଠିକ ବୁଝିପାରିଲେ? କଥା କହିଲେ ପ୍ରଭୁ, ଆଜ୍ଞା ଠିକ କଥା ଏଇଟା କହିଲେ। ଆମର ହୁଁ। ବିଶ୍ୱାସ ଅଛି ବୋଲି ଆମେ ଯୋଡି ହେଇକି ରହିଛନ୍ତି ସମସ୍ତେ। ହଁ, କାହିଁ ଦେଖନ୍ତୁ, ଆମେ ଖାଲି ନିଜକୁ ଖରାପ ବୋଲି କହିଦେଲେ ତ ହବନି ପ୍ରଭୁଜୀ। ନିଜର ହରେ କୃଷ୍ଣ ପ୍ରଶଂସା ଆମେ ତ ପ୍ରଭୁଜୀ, କରୁନି। ହରେ କୃଷ୍ଣ ପ୍ରଭୁଜୀ, ଏବେ ଦେଖିବେ ଆଜ୍ଞା। ଯୋଉମାନେ ଇଂଲିଶ ମିଡିୟମରେ ପାଠ ପଢୁଛନ୍ତି ପିଲାଗୁରାକ, ହଁ, ସେମାନଙ୍କର ଏତେ ସଂସ୍କାର ଆଜ୍ଞା। ଆସୁନି। ହଁ, ଦେଖ ସେମାନେ କୌଣସି ଜିନିଷ ଭରସା ପରା ତାଙ୍କର ହବନି। କୌଣସି ବି ଜିନିଷ ତାଙ୍କର ଭରସା ହବନି। ବିଶେଷ କରି ଦେଖିବେ ଆପଣ କହିବେ କୌଣସି ଗୋଟେ ଜିନିଷ, ବିଶେଷ କରି ଦେଖିବେ ଯେହେତୁ ସେଣ୍ଟ ପଲ ଅଛି କି କଣ ତାଙ୍କର ଖ୍ରୀଷ୍ଟିଆନ ସ୍କୁଲ ଗୁଡାକ ଅଛି ନା, ସେଗୁଡାକରେ ଏତେ ହୁଁ, ସଂସ୍କାର ଦିଆଯାଏନି, ପିଲାମାନଙ୍କୁ ଶିକ୍ଷା ଦିଆଯାଏନି। ହଁ, ଇଂଲିଶ ହଁ। ମିଡିୟମ ପୁରା ଶିକ୍ଷା ଦିଆଯାଉନି ସଂସ୍କାର ବିଷୟରେ। ଏବେ ଦେଖନ୍ତୁ ଆଉ ଗୋଟେ କଥା କହିବି, ମାନେ ହଳଧର ମହାରାଜ କହନ୍ତି ତାଙ୍କର ଏଇଥିରେ, ଆମର ଗୋଟେ ମାନେ ଭାରତ ଭୂମିରେ, ଆମର ଓଡିଶାରେ, ଜଗନ୍ନାଥ ସଂସ୍କୃତିରେ ଏତେ ସିଧା ସାଧା ଲୋକ ଏବେ ବି ଅଛନ୍ତି। ଆଉ କେତେ ବର୍ଷ ରହିବେ କେଜାଣି? ସେ ମାନେ ହଳଧର ମହାରାଜ 10-20 ତଳ ବର୍ଷର କଥା କହୁଥିଲେ। ଏ ଗାଁ ମାନଙ୍କରେ ଆପଣ ବି ଆପଣଙ୍କ ନିଜ ବାପା ମା ଏ ସମସ୍ତଙ୍କ କଥା ଭାବନ୍ତୁ, ଆପଣଙ୍କର ଯୋଉ ମାଉସୀ ଖୁଡି ଏ ସବୁ ଅଛନ୍ତି, ତାଙ୍କର ଗୋଟେ ଲାଇଫ କୁ ଆପଣ ବିଚାର କରନ୍ତୁ। ଇଭିନ୍ ଆମ ଭିତରୁ ବି ଆମେ ଏଇ ଯୋଉ ଲାଇଫ ଆମେ ବଞ୍ଚିକି ଆସିଛେ ନା, ଗୋଟେ ଏଇଟା ଏତେ ଆମେ ମାନେ ସରଳ, ମାନେ ଆମର ଏଇ ଲାଇଫ ଓଡିଶାର ଏଇଟା ସବୁ ଥିଲା। ତ ଏଇଟା କିନ୍ତୁ କଣ, ଏବେ ସେ ଜିନିଷଟା ଆଉ ହେଇପାରୁନି, ବୁଝିପାରିଲେ? ଏବେ କଣ ହଉଛି, ମାନେ ବହୁତ, ମାନେ ଆଜିକାଲି ଏମିତି ହେଇଗଲାଣି, ଯୋଉ ଜିନିଷରେ ଆଉ ଲୋକଙ୍କର ବିଶ୍ୱାସ ନାହିଁ, ବୁଝିପାରିଲେ? ତ ଏଇ ସରଳତାକୁ ଆମେ ଯିବା, ସରଳ ଜୀବନ ଯାପନ ଯିବା କଥା। ତାପରେ ଆସିଲା କଣ, ଅହିଂସା। ଅହିଂସାଟା ଚାରି ଆଶ୍ରମ ପାଇଁ, ବୁଝିପାରିଲେ? ଅହିଂସାଟା କଣ, ଆପଣ କାହାର ବଞ୍ଚିବାରେ ଆପଣ ବାଧା ସୃଷ୍ଟି କରିବେ ନାହିଁ। ଏ ଅହିଂସାରେ ତ ସବୁଠାରୁ ବଡ ଅହିଂସା ଯୋଉଟା ସ୍ଥୂଳ ହିସାବରେ କହିଲେ, ମାନେ ଆପଣ କଣ ମାଛ ମାଂସ ଖାଇବା ପାଇଁ ଗୋଟେ ପଶୁ ହତ୍ୟା କରିଦଉଛନ୍ତି, ସେଇଟା ହଉଛି ସବୁଠୁ ଅହିଂସା। କିନ୍ତୁ ତାଠୁ ବି କଣ, କଟୁ ବଚନ କହିଲେ, ମନ ବାଣୀ ଆଉ ମନ ବାଣୀ ଆଉ କଣ, କାର୍ଯ୍ୟ, ଏ ତିନିଟା ଜିନିଷରେ ବି ହିଂସା ହେବା କଥା ନୁହଁ। ସତ୍ୟମ, ଏଇଟା ବି ସବୁ ଆଶ୍ରମ ପାଇଁ। ସତ୍ୟମ ଟା ହେଲା ନିଜ ଲାଭ ପାଇଁ ସତ୍ୟକୁ ଭୁଲ ପ୍ରସ୍ତୁତି କରିବା, ଏଇ ଗୁଣଟା ରହିବା କଥା ନାହିଁ। ଅକ୍ରୋଧ, କ୍ରୋଧର ଜନନୀ ହଉଛି ରଜ ଆଉ ତମ ଗୁଣ। ତ ଆପଣଙ୍କ ସହିବା ଶକ୍ତି ଥିବା କଥା, ବୁଝିପାରିଲେ? ତାପରେ ହଉଛି ତ୍ୟାଗ। ତ୍ୟାଗରେ ଭଗବାନ ଶ୍ରୀକୃଷ୍ଣଙ୍କ ସେବାରେ ବସ୍ତୁର ବ୍ୟବହାର। ତ୍ୟାଗର ଗୋଟେ ଲୋକ ଅଲଗା ଭୁଲ ମିନିଂ ବୁଝନ୍ତି। ତ୍ୟାଗ ମାନେ ଆପଣ କୌଣସି ଜିନିଷ ଛାଡି ଦେଇଛନ୍ତି। ମୁଁ ଖାଇବି ନାହିଁ, ମୁଁ ଉପାସ କରେ, ମୁଁ ଗୋଟେ ଏମିତି ସନ୍ନ୍ୟାସୀ ଯିଏ କି 20 ବର୍ଷ ହେଲା ମୁଁ ଖାଉନି କ୍ଷୀର, ନାଇଁ ସରି, ମୁଁ ଖାଉନି ଅନ୍ନ, ମୁଁ କ୍ଷୀରରେ ବଞ୍ଚିଛି। କିନ୍ତୁ ଗୋଟେ ବୈଷ୍ଣବ ସନ୍ନ୍ୟାସୀ କଣ କରିବ, ଯେତେବେଳେ ଭଗବାନଙ୍କର 56 ଭୋଗ ଆସିବ, ସାଙ୍ଗେ ସାଙ୍ଗେ ସେ 56 ଭୋଗକୁ ସନ୍ନ୍ୟାସୀ ହେଲେ ବି ପାଇବେ। ତ ଆକ୍ଚୁଆଲ ତ୍ୟାଗଟା କଣ ହେଲା, ଏଇ 56 ଭୋଗ ପାଇବାରେ ହେଲା। ତ୍ୟାଗର ଏଇଟା ଅର୍ଥ ନୁହଁ ଯେ ଆପଣ ମାନେ କହିବେ ନାହିଁ ମୁଁ କିଛି ନାହିଁ, ଯେମିତି ତ ମାଙ୍କଡ ବି କିଛି ଖାଉନି, ଫଳମୂଳ ଖାଇକି ରହୁଛି, ସେଇଟା ଆକ୍ଚୁଆଲ ତ୍ୟାଗ ନାହିଁ। ଯୋଉଟା ଭଗବାନ କୃଷ୍ଣଙ୍କ ରିଲେଟେଡ ସେବାରେ ଯୋଉଟା କରିବେ, ସେଇଟା ହଉଛି ଆକ୍ଚୁଆଲ ତ୍ୟାଗ। ପ୍ରଭୁଜୀ, ଶାନ୍ତି। ଆମେ ଆଜ୍ଞା, ହରେ କୃଷ୍ଣ ପ୍ରଭୁ, ଆମେ ଯୋଉ ଆଜ୍ଞା।
ଏ ଚାରିଟା ମାସ ଯେନ୍ ତ୍ୟାଗ କରୁଛୁ ନା ସେଟା ଆଜ୍ଞା। ତ ତ୍ୟାଗ ହେଲା। ହୁଁ। ଏ ଚତୁର୍ମାସ୍ୟଟା ଆଜ୍ଞା। ଚତୁର୍ମାସ ପାଳନ କରାହଉଛି ସେଟା ତ ତ୍ୟାଗ ନା। ହଁ ତାର ସେଇଟା ଏକାଦଶୀ ବି, ଦିନ ହଁ ସେଇଟା ପାଳନ ତ୍ୟାଗ ନା କରୁଛୁ। ଆଉ। ସେଇଟା ପୁରା ତ୍ୟାଗ। ତାପରେ ଆଉ ତ୍ୟାଗ କଣ ଦେଖନ୍ତୁ ମୁଁ ଆପଣଙ୍କୁ କହୁଛି। ଆପଣ ଯୋଉ ପ୍ରସାଦ ଯୋଉ ପାଉଛନ୍ତି, ଖାଲି ଭଗବାନଙ୍କ ପ୍ରସାଦ ପାଉଛନ୍ତି। ଆଗ ପୂର୍ବ ଜୀବନରେ କଣ ହଉଥିଲା, ବାହାରକୁ ଯାଇକିରି ଆପଣ କୋଉ ବି ଜାଗାରେ ଖାଇ ଦଉଥିଲେ। କାହା ଘରକୁ ବି ଯାଇ ଖାଇ ଦଉଥିଲେ। କିନ୍ତୁ ସେ ସବୁ ଜିନିଷ କଣ, ସେଟା ତ୍ୟାଗ ହେଲା କି ନାଇଁ? ସେମାନେ ଟିକେ ଆପଣଙ୍କଠୁ ଦୂରେଇ ଗଲେ, ସେଇଟା ବି ତ୍ୟାଗ ହେଲା। ଭଗବାନଙ୍କ ପାଇଁ ସେଇଟା ଆପଣ ତ୍ୟାଗ କଲେ। ନହେଲେ କଣ ଆପଣ କାହାକୁ ଗୋଟେ ମାନେ ଖୁସି କରିବା ପାଇଁ ଆପଣ ତା ଘରେ ଖାଉଥିଲେ କି ନାଇଁ? ମୋର ଅମୁକ ରିଲେଟିଭ ତା ସାଙ୍ଗେ ଘରେ ନ ଖାଇଲେ ସେ ତ ଖରାପ ଭାବିବ। କିନ୍ତୁ ଏବେ କଣ, ଭଗବାନଙ୍କ ପାଇଁ ଆପଣ ଷ୍ଟ୍ରିକ୍ଟ ହେଇଗଲେ, ସେଟା ବି ତ୍ୟାଗ। ଶାନ୍ତି, ଶାନ୍ତି ମାନେ ସବୁ ପରିସ୍ଥିତିରେ ଶାନ୍ତ ରହିବା। ଅପୈଶୁନ ମାନେ ଦୋଷ ଦର୍ଶୀ। ଦୋଷ ଦର୍ଶୀ କେବେ ବି ହେବେ ନାହିଁ। କୌଣସି ବି ଜିନିଷ ଆମେ କାହାକୁ ବି ଦେଖିଲେ, କାହା ସାଙ୍ଗରେ 15 ମିନିଟ ଦେଖାହେଲା, ତାପରେ ଆମେ ତା ବିଷୟରେ କିଛି ଗୋଟେ ଆମର ଗୋଟେ ଆମେ ସଜେସନ ଦେବା, ଟିକେ ଠିକ କହୁନାହାନ୍ତି ଏଇଟା। ଇଏ ମାତାଜୀ ଭଲ ଯେ, ଏ ମାତାଜୀଙ୍କର ଏଇ ଗୁଣ ଟା ଟିକେ ଖରାପ। ଏଇଟା ହଉଛି ଦୋଷ ଦର୍ଶନ। ଦୋଷ ଦର୍ଶନରେ ଟୋଟାଲି ହେବ ନାହିଁ। ସାମ୍ନା ବାଲା କଣ କରନ୍ତୁ, ଆପଣଙ୍କୁ ଦୋଷ ଦେଖାଯିବା ଉଚିତ ନୁହଁ। କେବଳ ଆପଣଙ୍କର ଗୁରୁ ଆଉ ଆପଣଙ୍କ ମାନେ ଭଗବାନ କୃଷ୍ଣଙ୍କର ବିରୁଦ୍ଧରେ କିଏ ଯଦି ଜଣେ କହୁଛି, ତାହେଲେ ଆପଣ ଯଦି ପାରିବେ ତାକୁ ଶାସ୍ତ୍ର କଥା ଦେଇକରି ତାକୁ ବୁଝେଇକରି ଏଇଟା କରିବେ। ଯଦି ନ ପାରିବେ ସେ ସ୍ଥାନ ଛାଡିକି ଚାଲିଯିବେ। କିନ୍ତୁ ତା ବଡ ଦୟା କୋଉଟା, ଆପଣ ଯଦି କୃଷ୍ଣଙ୍କର ବିଷୟରେ ଜଣକୁ ବଡ ଦୟା। ଏଇଟା ଲୋଭ ଶୂନ୍ୟତା, ଧନ ଲୋଭର ତ୍ୟାଗ କରିକି ଦାନ ଦକ୍ଷିଣା ଯଦି କରିବେ, ଏଇ ମାନେ ଏଇ ଲୋଭଟା ଯିବ। ଭଦ୍ରତା, ସବୁ ପ୍ରାଣୀଙ୍କ ପାଇଁ ବନ୍ଧୁ ଭାବ ରଖିବେ, ସେଟା ହଉଛି ଭଦ୍ରତା। ବିନମ୍ରତା, ବିନମ୍ରତାକୁ ଶବ୍ଦ କୁହାହେଇଛି। ବିନମ୍ରତା ମାନେ ହଉଛି ଆପଣଙ୍କର ଘୃଣ୍ୟ କର୍ମ କରିବା ଉଚିତ ନୁହଁ, ଲେଖା ହେଇଛି, ବୁଝିପାରିଲେ? ଦୃଢତା, ଅସଫଳତା ସତ୍ତ୍ୱେ ଚେଷ୍ଟା ନ ଛାଡିବା। କୌଣସି ବି ଜିନିଷ ଆପଣ ଭକ୍ତିରେ ବି ଦେଖିବେ, ମାନେ କୌଣସି କେତେ ପ୍ରୋବ୍ଲେମ ଆସିଗଲା, ନାଇଁ ଭକ୍ତି ମାର୍ଗରେ ତାପରେ ଆପଣ ଇଣ୍ଟରେଷ୍ଟ କମିଗଲା, ନାଇଁ ଦୃଢତାର ସହିତ ରହିବେ। କେତେ ଦୁଃଖ ଆସୁ, ଆପଣ ଦୃଢ ହିସାବରେ ଧୈର୍ଯ୍ୟ ଆଉ ଦୃଢତାର ସହିତ ଅଗ୍ରସର କରିବେ ପ୍ରତ୍ୟେକ କାର୍ଯ୍ୟରେ। କେଉଁ ମନ୍ଦିର କୋଉ ସେବା ମିଳିଛି, ଆପଣଙ୍କୁ କଣ ଟିକେ କିଏ କହିଦେଲା, ଦୁଃଖ କରିକିରି ଆପଣ ଛାଡିଦେଲେ ହବନି। ଦୃଢ ରହିବେ, ନାଇଁ ଯାହା ବି ହେଲେ ମୁଁ କଣ୍ଟିନ୍ୟୁ କରିବି। ତେଜ, ଏଇଟା କ୍ଷତ୍ରିୟ ମାନଙ୍କ ପାଇଁ ଏଇଟା ଗୁଣଶୀଳ ପ୍ରଭୁପାତ କହିଛନ୍ତି। ମେନଲି ହେଲା କ୍ଷତ୍ରିୟ ମାନଙ୍କ ପାଇଁ ତେଜ। ସେମାନେ କଣ କରିବେ, ଦୁର୍ବଳ ଲୋକଙ୍କୁ ସୁରକ୍ଷା ଦେବେ, ଆଉ ଦରକାର ପଡିଲେ ହିଂସା ଆଚରଣ କରିବେ। ଦେଖୁଛନ୍ତି ଗୋଟେ ନାରୀ ପ୍ରତି ଅପମାନ କରାହଉଛି, କ୍ଷତ୍ରିୟ, ଆପଣ କ୍ଷତ୍ରିୟ ହେଇଛନ୍ତି, ଆଉ ସେ ନାରୀକୁ ଅପମାନ କରାହଉଛି, ଆପଣ ସେ ଜାଗା ଛାଡିକି ଚାଲିଗଲେ। ନାହିଁ ନାହିଁ, ମୋର ସେ ଯେ ମୁଁ ଟିକେ ଝଗଡା ଫଗଡା ପସନ୍ଦ କରେନି। ସିଆଡେ ଯେ ନାରୀର ଅପମାନ ହେଇଗଲାଣି, ତାକୁ କୌଣସି ଗୋଟେ ଲୋକ ଖରାପ ଏଇଟା ଦେଖଉଛି, ସେ ଜାଗାରେ ନାଇଁ, ଦଣ୍ଡ ଦେବେ, ଦରକାର ପଡିଲେ ହିଂସା ବି ଆଚରଣ କରିବେ। କ୍ଷମା, ଶକ୍ତି ଆପଣଙ୍କର ପାଖେ ଅଛି, ବଳ ଅଛି, କିନ୍ତୁ ଆପଣ ପ୍ରଦର୍ଶନ କରିବେନି। ଆପଣ କଣ କରିବେ, ତାକୁ କ୍ଷମା କରିବେ। ଏଇ କ୍ଷମାଟା ସବୁ ସବୁ ସମସ୍ତ ପରିସ୍ଥିତିରେ ମୁକାବିଲା କରିବି। ତାପରେ ଶୌଚ, କଥା ଅନ୍ତ ଶୌଚ ବହି ଶୌଚ, ଏଟା ଆପଣ ମାନେ ସମସ୍ତେ ଜାଣିଛନ୍ତି। ହରେ କୃଷ୍ଣ ମହାମନ୍ତ୍ର କୀର୍ତ୍ତନ ଯଦି ଆପଣ ବୈଷ୍ଣବ ବୈଷ୍ଣବ ଯାଉଛନ୍ତି, ଧୋଇବେ ଭଗବତ ଗୀତା ବା ଭାଗବତ ହେ ପୃଥା ପୁତ୍ର, ଗର୍ବ, ଦମ୍ଭ, ଅଭିମାନ, କ୍ରୋଧ, କର୍କଶତା ଏବଂ ଅଜ୍ଞାନତା ଏଗୁଡିକ ହେଉଛି ଆସୁରୀ ପ୍ରକୃତି। ହରେ କୃଷ୍ଣ। ଧନ୍ୟବାଦ ମାତା।
ଏବେ ଦେଖନ୍ତୁ ଆମର ଯୋଉ 16 ନମ୍ବର ଅଧ୍ୟାୟର ଯୋଉଟା ଇମ୍ପୋର୍ଟାଣ୍ଟ ଯୋଉଟା ଥିଲା ଏଇ ଗୁଣ ଡିସ୍କସ କରିବାର ଆମର ସବୁଠୁ ଇମ୍ପୋର୍ଟାଣ୍ଟ ଥିଲା ଏଇଟା ଆମେ ଡିଟେଲରେ ଡିସ୍କସ କଲେ। ଏବେ ଯୋଉଟା ଅଛି ଏବେ ଖାଲି ଏଇ ଆସୁରୀ ପ୍ରକୃତିର ବ୍ୟକ୍ତି ଗୁଡା କିପରି କଣ ସେଇଟା ଦିଆହେବ। ଆପଣ ଶୁଣି ଶୁଣି ଯିବେ ମୁଁ କହୁଛି ହେଲା। ଏଥିରେ ବିଶେଷ କିଛି ସେମିତି ନାହିଁ। ଗର୍ବ ଦମ୍ଭ ଅଭିମାନ କ୍ରୋଧ କର୍କଶତା ଆଉ ଅଜ୍ଞାନତା ଏଇଟା ଆସୁରିକ ପ୍ରକୃତି ବୋଲି କହୁଛନ୍ତି। ଦମ୍ଭଟା କଣ ଆପଣଙ୍କ ପାଖରେ ଧାର୍ମିକ ତ ନାହାନ୍ତି ଆଧ୍ୟାତ୍ମିକର ଖାଲି ଆପଣ ଗୋଟେ ପ୍ରସାରଣ କରୁଛନ୍ତି। ମାନେ ସେତେ ଭକ୍ତି ନାହିଁ କିନ୍ତୁ ସବୁଆଡେ ଚାରିଆଡେ କହୁଛନ୍ତି ମୁଁ ଏଇଟା କରେ ମୁଁ ସବୁବେଳେ ମୁଁ ଏମିତି କରେ ମୁଁ ଜପ କରେ ମୁଁ ଆମେ ଏମିତି କରୁ ଆମେ ଭଗବାନଙ୍କର ଭକ୍ତ। ଏଇଟା ବିଚାର ରହିବା କଥା ନୁହଁ। ଦମ୍ଭୀ ହେବା ଉଚିତ ନୁହଁ। ସବୁବେଳେ ଭକ୍ତିକୁ ଲୁଚେଇକି ରଖିବେ। ଗର୍ବ ନିଜର ଶିକ୍ଷା ଦୀକ୍ଷା ସମ୍ପଦ ଭଗବାନଙ୍କର ଯୋଉ ଷଡ଼ୈଶ୍ୱର୍ଯ୍ୟ ଅଛି ନା ଏଇ ପୃଥିବୀ ପୃଷ୍ଠରେ ଏଇ ଜିନିଷ ଉପରେ ଲୋକ ଗର୍ବ ବହୁତ ସୁନ୍ଦର ହେଇଥିବେ ବହୁତ ଜ୍ଞାନୀ ହେଇଥିବେ ତାହେଲେ ବୁଝିପାରିଲେ। ଯଦି ବି ସେମାନେ କେତେ ଲୋକ ଅଛନ୍ତି ସେମାନେ କିଛି ମାତ୍ରାରେ ସେମାନେ ଜାଣିଥାନ୍ତି ସେ ଆଗ ଥାଏ ସେମାନେ ବି ଏଇ category ରେ ଆସିବେ। ତ ବହୁତ ଲୋକ ଭଗବାନଙ୍କର କଥା କହିବେ ସେମାନେ ମାନେ ଆପଣଙ୍କୁ ଅପୋଜ ବି କରିବେ ନାହିଁ କି ଆପଣଙ୍କୁ ଅପୋଜ କରିବେନି। ସେମାନେ କଣ କରିବେ ମୌନ ଧାରଣ କରିବେ ଯେ ଏମିତି ଲୋକ ତ ମୁଁ ବହୁତ ଦେଖିଛି। ସେମାନେ ଆପଣଙ୍କ ସାଙ୍ଗେ କିଛି ଆପଣଙ୍କୁ ଖରାପ ଭାବିବେ ବୋଲି ଚୁପ୍ ରହିଯିବେ କିନ୍ତୁ ତାଙ୍କର ବିଲକୁଲ ଇଣ୍ଟରେଷ୍ଟ ନାହିଁ ଭଗବାନ ଶୁଣି ବୁଝିଛନ୍ତି ସେଇଟା ଜୀବନ ଭର କରିବେ ସେମାନେ। ସେ ବି ଏଇ କ୍ୟାଟେଗୋରୀରେ ଆସିବ ଆସୁରୀ ମାନେ ଗୁଣ ସମ୍ପନ୍ନ ବୈ କିମ୍ବା ଆଚାର ଆଚାର ମାନେ କଣ ବ୍ୟବହାର ଆପଣଙ୍କର ସମାଜରେ ଆପଣ କିପରି ବ୍ୟବହାର କରୁଛନ୍ତି। ମନୁ ସଂହିତାରେ ଯୋଉଟା କିପରି ମଣିଷ ବଞ୍ଚିବା କଥା ମହାରାଜ ମନୁଷ୍ୟ ମାନେ ତାଙ୍କଠୁ ଆସିଛନ୍ତି ମହାରାଜ ମନୁଙ୍କଠୁ ଆସିଛନ୍ତି। ସେ ଗୋଟେ ସଂହିତା ମନୁ ସଂହିତା ସେଇ ହିସାବରେ ଯଦି ଜଣେ ବଞ୍ଚୁଛି ବ୍ୟବହାର ବାଲା ଲୋକ ସଦାଚାର ନଚାର ମାନେ ଲୋକଙ୍କର କୌଣସି ଆଚାର ନଥାଏ। ଠିକ ସଦାଚାର ମାନେ କଣ ମନୁ ସଂହିତାରେ କଣ ଲେଖା ହେଇଛି ଉଦାହରଣ ସ୍ୱରୂପ ନାରୀକୁ ସୁରକ୍ଷା ଦେବା ନାରୀକୁ ସ୍ୱେଚ୍ଛା ପାଇଁ ଅନୁମତି ନ ଦେବା ବହୁତ ସମ୍ମାନ ସହିତ ରଖା ହୁଏ ଲୁହାକୁ ରାସ୍ତାରେ ପକାଯାଏ। ଏବେ ଯୋଉ ୱିମେନ ଲିବରେସନ ନାଁରେ କୌଣସି ପ୍ରକାର ସଦାଚାର ସମାଜ ମାନୁନାହିଁ। ସେଟା ନ ମାନିବା ଦ୍ଵାରା କଣ ହଉଛି ସବୁ କିଛି କ୍ଷତି ହଉଛି। ନହେଲେ ଆମର ଭାରତୀୟ ନାରୀ ମାନେ କଣ ଶାଢୀ ପିନ୍ଧିଥିବେ କିନ୍ତୁ ଅଲ ୱାର୍ଲଡ ରେ ସିଇଓ ହେଇଥିବେ କିଏ ମନା କଲା କି? ଆଗେ ବି ସବୁ ବଡ ବଡ ରାଜା ମାନଙ୍କର ରାଜ୍ୟ ଶାସନର ପ୍ରଥମ ମନ୍ତ୍ରୀ ତାଙ୍କର ମାନେ ରାଣୀ ମାନେ ଥିଲେ। ଆପଣ ଦେଖିବେ ବହୁତ ଜାଗାରେ ଦେଖିବେ ଆପଣ ମହାଭାରତରେ ବି ଆପଣ ଶୁଣିବାକୁ ପାଇବେ ସବୁ ଡିସିଜନ ରାଣୀଙ୍କର ବିନା ଅନୁମତିରେ କୌଣସି ଡିସିଜନ ହବନି। ବଡ ବଡ ଡିସିଜନ ରାଣୀ ମାନେ ନେଉଥିଲେ। ଦଶରଥ ମହାରାଜଙ୍କ ସାଙ୍ଗରେ ଯୁଦ୍ଧ କରିବା ପାଇଁ କିଏ ଯାଇଥିଲେ? ରାଣୀ କୈକେୟୀ। କହିକି କୈକେୟୀ ଯାଇଥିଲେ ନା? ହଁ ଆଜ୍ଞା। ମାନେ କେତେ ଶକ୍ତି ତାଙ୍କର ନଥିବ। ଆପଣ ନିଜେ ଭାବନ୍ତୁ ଯୁଦ୍ଧରେ କିଏ ଯିବ? ଦଶରଥ ରାଜା ମାନେ ତାଙ୍କୁ ମାରିବା ପାଇଁ ଉଦ୍ଧତ ହଉଥିଲେ ରାକ୍ଷସ ମାନେ। ଇଏ ଏତେ ବଢିଆ ରଥ ଚାଳକ ଆଉ ଏତେ ବଢିଆ ଯୋଦ୍ଧା ଥିଲେ ଯେ ସେ ମାନେ ଧରିକି ନେଇ ଆସିଥିଲେ। ତ ଆମ ଭାରତ ଭୂମିରେ ଯୋଉ ଲୋକ ଆମକୁ ଶିକ୍ଷା ଦଉଛନ୍ତି କି ନାରୀକୁ କଣ ସିଏ ସମ୍ମାନ ଦେବା କଥା ଏମାନେ ଗଣ ମୂର୍ଖ ମାନେ ଆଉ ଲୋକମାନେ ଏଇ ଜିନିଷ ଭାବୁଛନ୍ତି ସେମାନେ ହଉଛନ୍ତି ମୂର୍ଖ। ଭାରତ ନାରୀର ସମ୍ମାନ ବହୁତ ଉପରେ। ପ୍ରତ୍ୟେକ ଘରେ ଘରେ ନାରୀ ମାନେ ହିଁ ମୁଖ୍ୟ କିନ୍ତୁ ସେଇଟା ଛୋଟ ମାନେ କଣ କରୁଛନ୍ତି ଶିଳ ପ୍ରପାତ କହନ୍ତି ଏଇ ନାରୀ ଓମେନ ଲିବରାଇଜେସନ ନାଁରେ ନାରୀର ବହୁତ ଅତ୍ୟାଚାର ହଉଛି। ନିଜର ସୁବିଧା ଅନୁଯାୟୀ ଶାସ୍ତ୍ର ବ୍ୟବହାର କରନ୍ତି। ଏହା ଶ୍ଲୋକ ନମ୍ବର 7 ବୁଝିପାରିଲେ। ଶ୍ଲୋକ ନମ୍ବର 8 କୁ ତାପରେ ଯିବା। ଅସତ ଆଚ୍ଛା ମୁଁ ଯୋଉଟା ଆପଣ ନ ବୁଝିପାରିବେ ମତେ କହିବେ ହେଲା। असत्यम प्रतिष्ठम ते जगदाहुरनीश्वरम अपरस्पर ସମ୍ଭୂତମ୍ କିମନ୍ୟତ୍କାତ୍ମ ହୈତୁକମ୍। ସେମାନେ କହନ୍ତି ଏ ଜଗତ ଅବାସ୍ତବ ଅଟେ ଏହାର କୌଣସି ଭିତ୍ତି ନାହିଁ ଏବଂ କେହି ନିୟନ୍ତ୍ରଣକାରୀ ଈଶ୍ୱର ବା ପ୍ରଭୁ ଏବଂ କାମ ବ୍ୟତୀତ ଅନ୍ୟ
କହିଲେ ଶ୍ଲୋକରେ ସେଇ ତା ଫର୍ଦର ଏକ୍ସଟେନସନ ସେଇ ସମାଜ ଲୋକମାନଙ୍କର ଥିଙ୍କିଂ ଟା କଣ ଏଇଟା ବର୍ଣ୍ଣନା କରାଯାଇଛି। ସେମାନେ ସବୁବେଳେ ଅସ୍ଥାୟୀ ବସ୍ତୁର ସେମାନେ ସ୍ୱତନ୍ତ୍ର ଧର୍ମନୀତି ତିଆରି କରନ୍ତି। ବହୁତ ଲୋକ ଦେଖିବେ ଏବେ ଗୋଟେ ଥର ଏବେ ଜଷ୍ଟ କିଛି ଦିନ ତଳେ ମତେ ଜଣେ କହିଲା ଗୋଟେ କଣ ବହୁତ ଗୋଟେ ଏମିତି ଗ୍ରନ୍ଥ ଟାଇପ ର ଧରିଥିଲା ସେଠି ଗୋଟେ କଣ ଗୋଟେ ସନ୍ଥ ରାମପାଲ ନା କଣ ଗୋଟେ କିଏ ଲେଖିଥିଲା। ସେ କହିଲା ଭଗବାନ ହଉଛନ୍ତି କବୀର କହିଲା ସବୁଠାରୁ ବଡ ଭଗବାନ। ସେ କବୀରଙ୍କଠୁ ଭଗବାନ ଶ୍ରୀକୃଷ୍ଣ ଆସିଛନ୍ତି, ସେ କବୀରଙ୍କଠୁ ରାମ ଆସିଛନ୍ତି, ଜଗନ୍ନାଥ ଆସିଛନ୍ତି। ମୁଁ ତାଙ୍କୁ ପଚାରିଲି ଆଜ୍ଞା ଆପଣଙ୍କୁ ଦଣ୍ଡବତ ପ୍ରଣାମ କରୁଛି, ମୁଁ ବହୁତ ବଢିଆ ଜ୍ଞାନ ଆପଣ ଦେଲେ, କିନ୍ତୁ ପ୍ରଭୁଜୀ ମାନେ କବିରେ ମାନେ ଏଇଟା କୋଉ ଯୁଗରେ ମାନେ ତ ଦେଖନ୍ତୁ ଆମର ଏତେ ଏତେ ମନ୍ଦିର ଅଛି, ଜଗନ୍ନାଥ ମନ୍ଦିର ଏତେ ହଜାର ହଜାର ବର୍ଷରୁ ଅଛି, ଚାରି ଧାମ ଅଛି, କବୀରଙ୍କର ମନ୍ଦିର ତ କୋଉଠି ନାହିଁ। ମୁଁ କବୀରକୁ ଶୁଣିଛି ସେ ଭଗବାନଙ୍କର ମହାନ ଭକ୍ତ, ସେଇ ହଁ ହିସାବରେ ଆଜ୍ଞା ମୁଁ ଜାଣିଛି ଯେ ସେଇ ହିସାବରେ ଆପଣ କହୁଛନ୍ତି କି ଭକ୍ତ ଓ ଭଗବାନ ଭିତରେ ପାର୍ଥକ୍ୟ ନାହିଁ, ସେ ଭଗବାନ ସମ ସେଇ ଟାଇପରେ କହୁଛନ୍ତି। ସେ କହିଲା ନାଇଁ 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 ସେଇ କବୀରଙ୍କଠୁ ଶ୍ରୀକୃଷ୍ଣ ଆସିଛନ୍ତି କହିଲା। ମୁଁ କହିଲି ବହୁତ ବହୁତ ବଢିଆ ସାଧୁ ସିଦ୍ଧାନ୍ତ। ଏଇ ଟାଇପ ର ସେମାନେ ଏଇ ଯୋଉ ଆସୁରୀ ପ୍ରଭୃତିର ଲୋକ ନିଜ ନିଜ କଥା ସେମାନେ ବାହାର କରନ୍ତି ସେମାନେ। ତାପରେ ସେମାନେ କଣ ନିଜେ ଭଗବାନ ତିଆରି ସୃଷ୍ଟି କରିବେ, ନିଜେ ମନ୍ତ୍ର ସୃଷ୍ଟି କରିବେ। ସେ ଗୋଟେ ଗାଁରେ ପ୍ରଚାର ଚାଲିଛି, ସେ ଖ୍ରୀଷ୍ଟିଆନ ମାନଙ୍କର ସେଠି କଣ ହରେ ଯିଶୁ କହୁଛନ୍ତି। ହରେ କୃଷ୍ଣଙ୍କୁ କପି କରିକିରି ହରେ ଯିଶୁ କହୁ ମାନେ କୌଣସି ଶାସ୍ତ୍ର ସାଙ୍ଗେ ଲିଙ୍କ ନାହିଁ, କୋଉଟା ବି କିଛି ବି ମିଶେଇ ଦଉଛନ୍ତି। ତ ଏଇ ଟାଇପ ର ଜିନିଷ ଆମେ କରିବା କଥା ନୁହଁ। ଏଇଥିରେ ଆମେ କୋଉଟା ନା ମୁଁ ଯେମିତି ନା ନେଇଯାଉଛି ଏମିତି ନା ନ ଧରିବା କଥା ନୁହଁ। ରେକର୍ଡିଂ ଏଇଟା ଫେକର୍ଡିଂ ତ ହଉଛି। ଇଏ ଥିଲା ତାହେଲେ ହରେ ଯିଶୁ ଏଇଟା କଣ ହରେ ୱାର୍ଡ ବି ବୁଝିନା। ହରେ ଯିଶୁ କହୁଛନ୍ତି, ହରେ ଯିଶୁ ହରେ ଯିଶୁ 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 ହରେ ହରେ। ଆଗରୁ ଜୟ ଯୀଶୁ ହରେ କୃଷ୍ଣ କହୁଥିଲେ, ଏବେ ପ୍ରଭୁ। କଣ ହରେ ଯୀଶୁ ଆକ୍ଚୁଆଲି କହୁଛନ୍ତି। ଆଜ୍ଞା କାଲି ବି ଗୋଟେ ଭିଡିଓ ଆସିଥିଲା, ଜଣେ ଗୋଟେ ଲେଡିଜ ଜଣେ ସେ କାଲି ମାନେ କହୁଥିଲେ ଭଗବାନ କିଏ, ବ୍ରାହ୍ମଣ କିଏ, ସେ ତାଙ୍କ ଈଶ୍ୱର ହୁଁ। ହଉଛନ୍ତି ମାନେ ତାଙ୍କ ଯୋଉ ମାନେ ସେମାନେ ଖ୍ରୀଷ୍ଟିଆନ ତ ସେମାନେ ତାଙ୍କ ନିଜ ହଁ ହିସାବରେ ସେମାନେ ଚଲେଇଛନ୍ତି। ଆଉ ଏଠି କଣ ସୁନ୍ଦରଗଡ଼ ଫୁନ୍ଦରଗଡ଼ ଏରିଆରେ ଏସବୁ ବେଶୀ ନା, ହଁ ସେ ବହୁତ ତାଙ୍କ ନିଜ ଗାଁକୁ ହିସାବରେ ଗାଁ ସବୁ ଚଲେଇଛନ୍ତି। ଏଇଟା କରୁଛନ୍ତି। ହଁ ତା ଭିତରେ କଣ ହେଲା କି ଆମର ଏଇଠି ଯୋଉ ଆମର ଆରଏସଏସ ଆଉ ବଜରଙ୍ଗବାଲି ବାଲା ପତ୍ରିକା ଫିଙ୍ଗା ଫିଙ୍ଗି ହଁ କରୁଛନ୍ତି। ସେମାନେ ଭଗବାନ କିଏ ବ୍ରାହ୍ମଣ କିଏ ଚଲେଇଥିଲେ, କିଏ ଏମାନେ ସବୁ, କୃଷ୍ଣ ନାଇଁ କିଏ? ସତ କଥା। ଏଇଟା ତ ଆକ୍ଚୁଆଲି ଆମର ଟପିକ ବାହାର ଜିନିଷ, ଏଇଟା ଡିସକସ କରିବା କଥା ନୁହଁ। କିନ୍ତୁ ପ୍ରଭୁଜୀ ମୁଁ ଆପଣଙ୍କୁ ଗୋଟେ କଥା କହୁଛି, ବହୁତ ରିସ୍କ ସିଚୁଏସନ ରେ ଏବେ ଇଣ୍ଡିଆ ଅଛି। ହଁ ବହୁତ ମାତ୍ର ଦଶ ବହୁତ ପନ୍ଦର ବର୍ଷ ଭିତରେ 10-15 ବର୍ଷ ଭିତରେ ନା ମାନେ ଅବଶ୍ୟ ଭଗବାନ ପୁଣି କଣ ଗୋଟେ କରିଦେବେ। ଇଣ୍ଡିଆକୁ ଆଜି ପର୍ଯ୍ୟନ୍ତ କେହି କଣ୍ଟ୍ରୋଲ କରିନାହାନ୍ତି। କିନ୍ତୁ ଯୋଉ ଟାଇପ ର ଡେମୋଗ୍ରାଫିକ ହେଲାଣି ନା, ମାନେ ହିନ୍ଦୁ ମାନେ ବହୁତ ସରଳ ନା। ଏବେ ବି ଆମ ଭିତରୁ କିଏ ଅଛି ଖଣ୍ଡା ଧରିକିରି ଯିବ ଝଗଡା କରିବା ପାଇଁ? କେହି ଯିବେନି। ନାଇଁ ସେ ଆମ ଯୋଉ ଆମ କ୍ଷତ୍ରିୟ ଯୋଉ ଧର୍ମ ଥିଲା ସେ ଆଉ ନାହିଁ ଆମ ପାଖରେ, ସେ ଖଣ୍ଡାୟତ ହଁ କ୍ଷତ୍ରିୟ ଧର୍ମ ନାହିଁ ଆଉ ନାହିଁ ସେଇଟା ଆମ ନାହିଁ। ପାଖରେ। ଯିଏ ଯାହା କଲା ସବୁ ହଁ କହୁଛୁ, ଆମର ଭଗବାନଙ୍କର ଅପମାନ ବି ହଉଛି। ଧନ୍ୟ ହଁ ମାନେ ଶିଲ ପ୍ରଭୁପାଦ। ମୁଁ ଏଇଟା ମନେ ମନେ ଭାବେ, ଆରେ ଭାଇ ତମେ ମାନେ ଅଧର୍ମର ପ୍ରଚାର କେତେ ବି କରିବ, ଶିଲ ଆମର ମାନେ ଶିଲ ପ୍ରଭୁପାଦଙ୍କର ଆମର ଗୁରୁ ମହାରାଜ ମାନଙ୍କର ଆମର ଏତେ ଶକ୍ତି ଅଛି, ଦେଶକୁ ଦେଶ ସେମାନେ ଭଗବତ ଭକ୍ତ ବନେଇଦେବେ। ତମେ କେତେ ବି ଚେଷ୍ଟା କରିବ, ଆଉ ଭଗବାନ ତାଙ୍କ ସାଙ୍ଗରେ ଅଛନ୍ତି। ତ ଏଇଟା ଆମେ ଇଣ୍ଟରନେଟ ରେ ବେଶୀ ଆମେ ଏଇଟା ଚର୍ଚ୍ଚା କରିବା କଥା ନୁହଁ। କାହିଁକି କଳି ଯୁଗ ସମୟ। ତାପରେ ଆମେ ଏଇଟା ଯିବା, ତାପରେ ଆମେ କୋଉଠିକି ଯିବା? ଶ୍ଲୋକ ନମ୍ବର ଏଇଟା 8 କେତେ ଗଲା ଆମର? 8 ଗଲା। ଶ୍ଲୋକ ଏବେ ନମ୍ବର 9 9 ନମ୍ବର ତାପରେ ଶ୍ଲୋକ। ଦେଖ। ହୁଁ, ଶ୍ଲୋକ 9। ହଁ। ଏଠି ଖାଲି ଶିଲ ପ୍ରଭୁପାଦ ଆଉ ଗୋଟେ ଇମ୍ପୋର୍ଟାଣ୍ଟ ପଏଣ୍ଟ କହିଛନ୍ତି ନା 8 ରେ, ମୁଁ ସେଇଟା ଟିକେ ଆମେ ଅଲଗା କଥା ହେଇଗଲେ ଛାଡିଦେଲି, ସେଇଟା କହିଦଉଛି। ସେଇଟା ହଉଛି ଯେ ଏମାନେ ସାଇଣ୍ଟିଷ୍ଟ ମାନେ କିମ୍ବା ତଥାକଥିତ ଏମାନେ କହୁଛନ୍ତି ଯେ ଜଡ ଜଡର ସମଷ୍ଟି ହେଇକିରି ଏ ସୃଷ୍ଟି ଚାଲୁଛି। ଆତ୍ମା ବୋଲି କୌଣସି ଜିନିଷ ନାହିଁ, ସେମାନେ ଏଇଟା ମାନୁନାହାନ୍ତି। ଏମାନେ ସ୍ତ୍ରୀ ପୁରୁଷର ସଂଯୋଗରେ କିମ୍ବା ଜଡ ଜଡ ପଦାର୍ଥରେ ଛୁଆ ପିଲା ଜନ୍ମ ହଉଛନ୍ତି, ଆତ୍ମାର ସଂଯୋଗ ଏଇଟା ନାହିଁ। ଏଇଟା ସାଇଣ୍ଟିଷ୍ଟ ମାନେ ବି ମାନୁଛନ୍ତି। ଆଉ ଏଇଟା ବିଶେଷ କରି ଏଇ ଯୋଉ ତଥାକଥିତ ଯୋଉ ଜଡ ଜ୍ଞାନୀ ପ୍ରଫେସର ମାନେ ଏଇଟା ମାନୁଛନ୍ତି।
आत्मार कनसेप्टा से माने बुझी नाहंती आउ ए माने भगवान माया दक्षिण प्रकृति सुचरा सुयते सुचराचरम एई श्लोक को से माने मानंती नाही जे ए प्रकृति से माने भाबंती ए प्रकृति सब किछि करूची ऑटोमेटिक सब हेई जाउची एडा होची आसुरी स्वभाव संपन्न व्यक्तिंकर लक्षण एडा भगवान कृष्ण एडा क्लियरली कहिचंती बुझी पारले श्लोक 9 नंबर एतां दृष्टिं वष्टभ्य नष्टात्मनो अल्पबुद्धय प्रभवन्त्युग्र कर्माणं ख्याय जगतो हिता एही प्रकार सिद्धांत मान ग्रहण करी असुर स्वभाव संपन्न व्यक्तिगण जगतर क्षय निमित्त अमंगल प्रत उग्र कर्म व्यापृत हुअन्ति सेमाने नष्टात्मा और अल्प बुद्धि संपन्न अटंती ये देखो अल्प बुद्धि संपन्न असुर स्वभाव व्यक्ति माने समाज रे अग्रगति ना रे माने कोन करिवे वेपन तयारी माने आणविक अस्त्र सब तयारी करिवे आणविक अस्त्र सब तैयारी करेंगे न्यूक्लियर वेपन सब तैयारी करी न्यूक्लियर वेपन तापर एमाने कोन करछन्ती सर्वदा इंद्र तृप्तिर द्रव्य माने उद्भावन करछन्ती आपण जे एडवर्टाइजमेंट देखुछन्ती से एडवर्टाइजमेंट रे कोन आमे देखुछु पांचटा हमर इंद्रियर जिंस गुडा एडवर्टाइजमेंट देखा सौंदर्य सौंदर्य सामग्री बिक्री होउची सेडा आपण को कहिबे एई सौंदर्य सामग्री एटा कोन साइंटिस्ट माने बाहर करछन्ती ना केमिति बेस्ट बेस्ट मोबाइल आसीबो आपण पाइ गोटे मोबाइल हेले कथा हेई तांदे प्रत्येक 6 मास वर्षे रे गोटे नुवा मोबाइल से माने कोन खराब कर दोउछन्ती इंटरनेट रे सियाडो से पुनी नुवा मोबाइल किनिबे खाद्य एमती मैकडोनाल्ड्स आरंभ कर सब नुआ नुआ जिन बतईदेवे यहीटा जो सब नुआ नुआ उद्भावन करवाटा यहीटा हूँ आसुरी संपन्न वाला आउ जी या व्यवहार करुच्ची से भी आसुरी संपन्न से आम भक्त मान सावधान हो कथा एडवर्टाइजमेंट देखिक कौन जिन किणा बिका करूँ ना जोटा अति जरूरी जिनस सेटा ही आम मैंने व्यवहार करवा बहुत प्रकार नुआ नुआ जिनस एडवर्टाइजमेंट पढ़ा उचित नुह तापरे देखो ये कौन कहे से माने एई जो विभिन्न प्रकार जो उद्भावन द्वारा कौन हिंस्र आउ क्रूर हो जाउछंती आउ एमाने कौन करूछंती देखंतु पशुबधर कंसेई खानाटा एबे इंडिया होची गोमांस रप्तानी रे एबे नंबर 1 वर्ल्ड रे हमर भारत भूमि नंबर 1 रे अछि कारण ए हिंस्रता और क्रूरता होची बारंबार एई टाइप रो सामान आपण जो व्यवहार करेंगे विभिन्न प्रकार माने उद्भावन करेंगे उग्र जंत्र उद्भावन करने मनु संहिता मना कराई उग्र जंत्र माने कौन बड़ बड़ जंत्र मानर उद्भावनटा यहाँ आम शास्त्र विरुद्ध बड़ बड़ बिल्डिंग तैयारी करने बड़ बड़ सुड़ंग करा मना बुझिपारे यहाँ सब डिस्कसन एथि करुछु जे आमे आसुरिक संपत्ति कौन जानी चिन्ही परिया कथा जदि सेटा चिन्हिबा आमे सेठिरु दूर हेबा सेथिमे ये अध्यायटा बुझिपारे देश माने भी सेई टाइप रो करछन्ती अल्प बुद्धि संपन्न असुर स्वभाव व्यक्ति माने समाज रो अग्रगति ना रे एई सब अनाचार माने सब करछन्ती आ माने नास्तिक भाव जोगु ईश्वर अस्तित्व ए माने केबे भी स्वीकार करिवे नै आ सब अस्त्र शस्त्र उद्भावन करी करी सर्वदा युद्धर वातावरण सृष्टि करिवे लोकर कामामस्तित्र दुष्पुरं दंभमान मदान्वितः मदात् गृहीता सत्ग्रहां प्रवर्तते असुचिव्रतः असुर स्वभाव संपन्न व्यक्ति अति लोलुप बा ओ अतृप्त काम गर्व और मिथ्या सम्मान वशवर्ती हुई यही प्रकार मोहाच्छन्न हुई सर्वदा अस्थायी पदार्थ मान प्रति आकृष्ट हुअन्ति एवं अपवित्र कर्म रत होता आपण गोटे जिनस नोटिस कले भगवान केड़े सुंदर हिसाब रे भगवत गीताटा लेखा है प्रथम अध्याय आपण देखंतु केते सुंदर हिसाब माने प्रथमे माने आत्मा परमात्मा संबंधी ज्ञान दे देले अष्टांग योगी कथा कही तापरे भक्ति योगी को प्रस्तावना करा ही गला तापरे एबे देखंतु 13 रु कर देले को हिसाब रे आमे माने एई जड़ वृक्ष एटा केमिति एई तो एइथिरे आमे ऊपर आ तळ केमिति हमर गुण एटा एबे तापरे एटा कहि साला परे आसुरिक गुण आ एई सब गुण कथा कहि देले तो एटा माने कोन बा निज कोन करिवो जीव निजको डिस्टिंग्विश कर दबो समाज रु कि से बुझी जीव आउ तापरे कोन सेमान को सारे से आ बेसी मिसिबोनी भक्ति मार्ग रे अग्रगत करिवो माने स्टेप कि बुझ ए समाज संसार रे कोन चली आ तमे केमिति निज भक्ति मार्ग को आनिबो तो जदी कथा जदी परम आवश्यकता अटे
ଏହିପରି ସେମାନଙ୍କର ଚିନ୍ତାର ଅନ୍ତ ନଥାଏ। ଅନନ୍ତ କାମନା ଶହ ଶହ ହଜାର ହଜାର ଚିନ୍ତା ଏବଂ କାମକ୍ରୋଧର ବର୍ଷବର୍ତ୍ତୀ ହୋଇ ସେମାନେ ଇନ୍ଦ୍ରିୟ ତୃପ୍ତି ନିମିତ୍ତ ଅନ୍ୟାୟ ଭାବରେ ଅର୍ଥ ସଞ୍ଚୟ କରିଚାଲନ୍ତି। ହରେ କୃଷ୍ଣ। ବହୁତ ଧନ୍ୟବାଦ। ଦେଖନ୍ତୁ, ଏଇଟା ଭଗବାନ କହୁଛନ୍ତି, ବୁଝିପାରିଲେ? ଏଇଟା ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ହେଇଥିବ ଯଦି ତାର ପରମ ଲକ୍ଷ୍ୟ ହେଲା ଇନ୍ଦ୍ରିୟ ତୃପ୍ତିର କଥା ସେ କହିବ। ସେମାନେ କର୍ମର ସିଦ୍ଧାନ୍ତ ଓ ଜନ୍ମ ମୃତ୍ୟୁକୁ ମାନନ୍ତି ନାହିଁ। ମାନେ ଏଇ କର୍ମ କଲେ ଏଇ ପାପ ହବ, ଏଇ କଥା ସେମାନେ ବସିବେ, ମାନେ କହିବେ ନା ଏ ସବୁ କିଛି ଦେଖିଛି କୋଉ ନର୍କ କୋଉ ଜରା କୋଉଥିରେ ବସି ବୁଢୀ ଜୀବନଟାକୁ। ହଁ ହସ୍ପିଟାଲରେ ଆଉ ସେଟା ହଁ ପୁରା ଟାଣି ଉଟାରି ମାନେ ଟାଣି ଉଟାରି ନେବେ ସେଇଠି ପକେଇବେ, ପୁରା ମେସିନ ଭିତରେ ରଖିଥିବେ, ବହୁତ କଷ୍ଟ। କିନ୍ତୁ ଭକ୍ତର କେବେ ବି ସେମିତି ହେବ ନାହିଁ। ମୁଁ ମାନେ ମହାରାଜ ମାନଙ୍କର ଏଥିରୁ ମୁଁ ଶୁଣିଛି, ଭକ୍ତର କେବେ ହସ୍ପିଟାଲରେ ବି କୀର୍ତ୍ତନ କରିବା, ଚାଲ ତାଙ୍କ ପାଇଁ ଜପ କରିବା, ତାଙ୍କର ଜପର ପ୍ରଭାବରେ ଏକଦମ ଆପଣ ଭଗବତ ପ୍ରାପ୍ତି ଆପଣ ମାନଙ୍କର ହେଇଯିବ। ଏଇ ଯୋଉ ଭକ୍ତ ସାଧୁ ସଂଘ, ଏଇମାନେ କେବେ ଧୋକା ଦେବେ ନାହିଁ, ଏ ବୈଷ୍ଣବ ସଂଘ ମାନେ। ଏଇଟା ଆମର କଣ, ଏଇ ଯୋଉ ଆମେ ସାଧାରଣ ସମାଜରେ ଆମର ବନ୍ଧୁ ବାନ୍ଧବ ଅଛନ୍ତି, ଏମାନେ କିଛି କାମ ଆସିବେନି। ଏଇ ବୈଷ୍ଣବ ମାନେ ଯୋଉମାନେ ଆମେ ସାଙ୍ଗ ସବୁ କିଛି, ଏମାନେ ଆମ ପାଇଁ ପ୍ରେୟାର କରିବେ, ଭଗବାନ ବ୍ୟବସ୍ଥା କରିବେ। ବୈଷ୍ଣବ ମାନେ ପ୍ରେୟାର କରିବେ ଆପଣଙ୍କ ପାଇଁ, ସବୁ କିଛି ଆପଣଙ୍କ ପାଇଁ ସରଳ ହେଇଯିବ। ମୃତ୍ୟୁ ସମୟରେ ଆରାମ ସେ ଆପଣଙ୍କୁ କିଛି ଡର ରହିବ ନାହିଁ। ନିଡର ହେଇକିରି ଭକ୍ତ ଯାଏ, ତାର କେବେ ଖରାପ ହବନି। ସେ ଆଉ ଗୋଟେ ବି ଶରୀର ପ୍ରାପ୍ତ କଲେ ବହୁତ ବଢିଆ ଜାଗାରେ ତାର ଶରୀର ତାକୁ ମିଳିବ, ଫେର ଭକ୍ତି ଆରମ୍ଭ କରିବ। ଏତେ ବଢିଆ ସିଚୁଏସନ। ଆମେ ଯଦି ଏତେ ପଢା ଲେଖା ଲୋକ ହେଇକିରି ଯଦି ନିଜର ବ୍ୟବସ୍ଥା ନିଜେ କରିବାନି, ଏବେ ଆମେ ଗଲେ କୌଣସି ଗୋଟେ ଜାଗା ଦିଲ୍ଲୀ ବମ୍ବେ ବୁଲିଗଲେ କେତେ ବିଚାର କରୁଛେ, କଣ ନେବା, ପାଇଁ ପ୍ୟାଣ୍ଟ ସାର୍ଟ ନେବା, ପଇସା ବ୍ୟାଙ୍କରେ କେତେ ଅଛି, ଇଣ୍ଟରନେଟ କାମ ନ କଲେ କେମିତି ହବ, 8,000 10,000 ଟଙ୍କା ପକେଟ। ଆମେ ତ ଏମିତି ଭାବୁନୁ, ସାଧାରଣ ଲୋକ ତ ଆମର ଚିହ୍ନା ଜଣା, କିନ୍ତୁ ଆପଣ ଯିଏ ବଡ ଲେଭେଲର ଲୋକମାନେ ସବୁ ଏଇ ଟାଇପ ର, ଏଇ ଯୋଉ ମାନେ ପଲିଟିକ୍ସ ରେ ଯୋଉମାନେ ଅଛନ୍ତି ନା ଆଜିକାଲି, ତଥାକଥିତ ନେତା ମାନେ, ନେତା ହେବା ପାଇଁ ଡାଇରେକ୍ଟ ମାନେ ମାନେ ମଣିଷ ମାରିବା ଟା ତାଙ୍କ ପାଇଁ ବହୁତ ସହଜ। ଯିଏ କେହି ବି ଆଜିକାଲି ଯୋତେ ଟପ୍ ଲେଭେଲର ନେତା ଦେଖୁଛନ୍ତି, ଏସବୁ ମଣିଷ ମାରିକି ହିଁ ଆସିଛନ୍ତି। ଏମାନେ ସବୁବେଳେ ଶତ୍ରୁକୁ କେମିତି ମାରିଦେବି, ଏଠି କଣ ଲେଖା ହେଇଛି, ସେ ମୋର ଶତ୍ରୁ ଏବଂ ମୁଁ ତାକୁ ମାରି ଦେଇଛି, ଅନ୍ୟ ଶତ୍ରୁକୁ ମଧ୍ୟ ମୁଁ ବଧ କରିବି, କିନ୍ତୁ ମୁଁ ଏ ସମସ୍ତଙ୍କର ଈଶ୍ୱର, ମୁଁ ଭୋଗୀ, ମୁଁ ଝିଅ ମାନଙ୍କର ମାନେ ଖାଲି କଙ୍କାଳ ବାହାରିଲା। ଯୋଉ ଆଜ୍ଞା ହତ୍ୟାକାଣ୍ଡ ହେଇଥିଲା, ଅତି ହଁ, କିନ୍ତୁ ମାତାଜୀ କଣ ଏମିତି 100 200 ଏମିତି ଲାଶ ପଇସା ବାହାରୁ ନଥିଲା, ଏମିତି ରାଜନୈତିକ ହତ୍ୟା। କାହିଁକି ନା ତାଙ୍କ ସ୍ଵାମୀ ଥିଲେ ସାମ୍ବାଦିକ, ସେ ତାଙ୍କ ଦୁର୍ନୀତି ହଁ ବିରୁଦ୍ଧରେ ଲେଖା ଲେଖି କରୁଥିଲେ, ସେଥିପାଇଁ ତାଙ୍କୁ ନଦୀ ପଠାରେ ତାଙ୍କ ସ୍ତ୍ରୀ କି ପୁରା 8 10 ଜଣ ଦୁର୍ବୃତ୍ତ ରେପ୍ କରି ହଁ ମର୍ଡର କରି, ସତ ମାନେ ବହୁତ ସତ କଥା ମାତାଜୀ, ସତ କଥା, ଏକଦମ ଏମିତି ହଉଛି ପୁରା। ଏବେ ତ ମାନେ କମନ ହେଇଗଲାଣି। ତ ଏଇଥିରେ ଦେଖନ୍ତୁ କଣ, ଏଇଠି ସେ ତାର ତାର ଚିନ୍ତାଧାରାଟା କଣ, ଲାଷ୍ଟ 2 ଲାଇନ କଣ କହୁଛନ୍ତି ଦେଖନ୍ତୁ, କି ମୋ ଭାଇ ବନ୍ଧୁ ମାନଙ୍କ ଦ୍ଵାରା ପରିବେଷ୍ଟିତ, ଯାହାର ଏକ ବିରାଟ ଧନୀ ବ୍ୟକ୍ତି ମୁଁ ଅଟେ, ଆଉ ମୋ ପରି ବଳବାନ ଓ ସୁଖୀ ବ୍ୟକ୍ତି ନାହାନ୍ତି। ମୁଁ ଯଜ୍ଞାନୁଷ୍ଠାନ କରିବି, ମୁଁ ଦାନ କରିବି, ମୁଁ ଆନନ୍ଦ ଉପଭୋଗ। ଏମିତି ଲୋକମାନେ ଦାନ ବି କରିବେ, କେତେବେଳେ 10 କୋଟି ଦାନ ଦେଇଦେବେ, ଆମେ ଭାବିବା ଆରେ କେତେ ବଢିଆ ଲୋକ ତ, ଏ ଦାନ ଦଉଛି, ଦେଖିଲା ବେଳକୁ ଏମିତି ସବୁ ସମ୍ପତ୍ତି ଅର୍ଜନ କରିକି ଆଣିଥିବ। ଆଉ ଏମାନେ ଅଜ୍ଞାନ ଦ୍ଵାରା ଏମାନେ ସବୁବେଳେ ମାନେ ବିମୋହିତ ହୁଅନ୍ତି। ଶ୍ଲୋକ ନମ୍ବର 16 କୁ ଯିବା। ଅନେକ ଚିତ୍ତ ବିଭ୍ରାନ୍ତା ମୋହଜାଲ ସମାବୃତା ପ୍ରସକ୍ତା କାମ ଭୋଗେଷୁ ପତନ୍ତି ନରକ ଶୌଚ। ଏହିପରି ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ଅନେକ ଚିନ୍ତା ଦ୍ୱାରା ବିଭ୍ରାନ୍ତ ହୋଇ ଓ ମୋହଜାଲ ଦ୍ୱାରା ସମାବୃତ ହୋଇ ଇନ୍ଦ୍ରିୟ ସୁଖ ଭୋଗରେ ଖୁବ ମାତିଯାଏ ଓ ନର୍କରେ ପତିତ ହୁଏ। ମୋହଜାଲ ସମାବୃତା, ଏଇ ଶବ୍ଦଟା ଆପଣ ଟିକେ ଦେଖନ୍ତୁ, ଅନ୍ବୟ ଦେଖନ୍ତୁ। ମୋହଜାଲ ସମାବୃତା ମାନେ ଅସୁର ସ୍ୱଭାବ ବ୍ୟକ୍ତି ଅର୍ଥ ଉପାର୍ଜନର କାମନାରେ, କାମନା ଯୋଉଟା ରହୁଛି, ଏଇ ଯୋଉ କାମନାଟା କଣ ଜାଣିଛି, ସେଟା ଅନନ୍ତ କାମନା, ଏଟା ଗୋଟେ ବିରାଟ ବଡ ଜାଲ, ଯୋଉଟା ଆମର ଯେମିତି ଅଛି ନା ଇଣ୍ଟରନେଟ, କଣ ୱେବ କହୁଛୁ ନା, ୱେବ,
www. ମାନେ କଣ ୱେବ, ୱାର୍ଲଡ ୱାଇଡ ୱେବ। ତ ଏଇଟା ଏଇ ଯୋଉ ମୋହଜାଲ ଭଳିଆ, ଏଇଟା ଆପଣ ଯେତେ କାମନା ବଢେଇବେ ନା, ସେଟା ସେ ମୋହଜାଲରେ ଛନ୍ଦି ହେଇକିରି ଯିବେ। ସେଥିପାଇଁ ଏଇଠି କୁହାହେଲା ମୋହଜାଲ ସମାବୃତା, ବଢି ବଢି ଯିବ। ମାନେ ଲାଷ୍ଟ କୁ ଏମିତି ମାନେ ଆସିବ ସେ ଜାଗାରୁ ଆପଣ ବାହାରି ପାରିବେନି। ଏତେ ବଢେଇ ଦେବେ ନା, ଯେମିତି ଗୋଟେ କହନ୍ତି ନା, ବେଶୀ ପସରା ମେଲାନି କହନ୍ତି। ଦେଖିବେ ଛୋଟ ମାନେ ଗାଁରେ ପସରା ମେଲେଇଥିବେ ଦୋକାନ ବାଲା, ବେଶୀ ପସରା ମେଲାନି ମାନେ କାହିଁକି, ବର୍ଷା ହେଇଯିବ ସାଉଁଟି ଆଉ ପାରିବୁନି, ସେଇଟା ସବୁ ନଷ୍ଟ ହେଇଯିବ। ତ ଆମକୁ ସେତେ ବେଶୀ ପସରା ମେଲେଇବା କଥା ନାହିଁ। ଭକ୍ତର ପସରା କିଛି ନାହିଁ। ଭକ୍ତ ସାଙ୍ଗେ ସାଙ୍ଗେ ରେଡି ମୃତ୍ୟୁ ପାଇଁ। ସେ ଭକ୍ତି କରି କରି ଯିବ, ନା ଧରିକି ଯିବ, ମୃତ୍ୟୁ ସମୟ ଆସିଲା ଆଉ ଭକ୍ତର ଅସୁବିଧା ବି ନାହିଁ। ତାର ରହିବା ଖାଇବା ପିଇବା ଭଗବାନ ବ୍ୟବସ୍ଥା କରିବେ। ଯୋଗକ୍ଷେମ ବହାମ୍ୟମ କହିଲେ, କାରଣ କଣ ଦରକାର ଏତେ ପସରା ମେଲେଇବା। ଯୋଉ ପରିସ୍ଥିତିରେ ଭଗବାନ ଜନ୍ମ ଦେଇଛନ୍ତି, ସେଇ ପରିସ୍ଥିତିରେ କମରୁ କମରେ ଆମକୁ ଆମକୁ ଚଳିବାକୁ ପଡିବ। ବେଶୀ ପସରା ଆମେ ମେଲେଇବା ନାହିଁ, ବୁଝିପାରିଲେ? ତ ଏଇଟା ମୋହ ଜାଲ ସମାପ୍ରତା। କାହିଁକି, ସେଇଟା ଜାଲରେ ଆପଣ ଯଦି ପଡିଯିବେ ଏପରି ବ୍ୟକ୍ତି ଭାବେ, ମାନେ ଏଇଟା ମାନେ ମୋର ବ୍ୟକ୍ତିଗତ ଶକ୍ତି ସାମର୍ଥ୍ୟ, ଆପଣ ବହୁତ ଲୋକଙ୍କୁ ଆପଣ ଦେଖିବେ, ନାଇଁ ଏଇଟା ମୋର ସେମିତି ସାମର୍ଥ୍ୟ ଅଛି, ମୁଁ କରୁଛି, ମୁଁ ପରିଶ୍ରମ କରୁଛି। ମୁଁ ଗୋଟେ ସେମିନାରରେ ଯାଇଥିଲି, ଗୋଟେ ବହୁତ ବଡ ଅଲ ଇଣ୍ଡିଆ ଲେଭେଲରେ ଗୋଟେ ବହୁତ ବଡ ସିଇଓ, ସେ ଗୋଟେ କହିଲା, HDFC ବ୍ୟାଙ୍କର ସିଇଓ, ସେ କହିଲା ଏଇ ଯୋଉ ନିୟମ ଟା ମୁଁ ତିଆରି କରୁଛି, even if the god will come, I will not change this rule, କହିଲା। ତାଙ୍କ ପାଇଁ ଏ ନିୟମ ମୁଁ ଚେଞ୍ଜ କରିବିନି କହିଲା, ପୁରା ସମସ୍ତଙ୍କ ସାମ୍ନାରେ। ମାନେ ସେ ଭଗବାନଙ୍କୁ ଚ୍ୟାଲେଞ୍ଜ କରୁଛି। ପୁରା ଫିଟ୍ ଟୁ ଏଇ ଏଇ ଟାଇପର ଲୋକଙ୍କ କଥା ଏଇଟା କୁହାଯାଉଛି। ମାନେ ତାର କେତେ କନଫିଡେନ୍ସ ଦେଖନ୍ତୁ। ଟାଇପର ଲୋକ ନିଜ ନିଜ ଭିତରେ ବି ଖୁବ ଶତ୍ରୁତା ଏମାନେ ରଖନ୍ତି। ଆଉ ଶତ୍ରୁତା ପରିବାର ଭିତରେ ରହିବ, କେବେ ବି ପରିବାର ଏମାନେ ସୁଖୀ ରହିବେ ନାହିଁ। ଯୋଉମାନେ ବହୁତ ବେଶୀ ଏମାନେ ଥିବେ, ଦେଖିବେ ପରିବାର ଜୀବନ ତାଙ୍କର ସୁଖ ନାହିଁ। କେବେ ପରିବାର ଭିତରେ ଥିଲେ ତ ଦିନ ରାତି ତ ଖାଲି ମାଇଣ୍ଡରେ ସେଇଟା ଥିବ, ପଇସା ଇନକମ, ଫ୍ୟାକ୍ଟ୍ରି ବଢେଇବି, ଆଉ କଣ କରିବି। ତ ଲାଷ୍ଟ କୁ ଏଇଟା ପରିବାରଠୁ ଆରମ୍ଭ ହେଇକିରି ତାପରେ ଜାତି, ଜାତିଠୁ ସହର, ସହରଠୁ ରାଜ୍ୟ, ରାଜ୍ୟଠୁ ଦେଶ, ଦେଶ ଭିତରେ ତାପରେ ଲଢେଇ ଏମିତି ଚାଲୁଛି। ଆଉ ଏମାନେ ବିଭିନ୍ନ ଯନ୍ତ୍ର ସାହାଯ୍ୟରେ ଏମାନେ ଭାବନ୍ତି ଉଚ୍ଚ ଲୋକକୁ ପଳେଇବି। ସେ ଗୋଟେ ଅଛି ଇଲନ ମସ୍କ, ସେ କହୁଛି କି ମୁଁ ଆଉ 10-20 ବର୍ଷ ଭିତରେ ମଙ୍ଗଳ ଗ୍ରହରେ ସମସ୍ତଙ୍କ ପାଇଁ ରହିବା ପାଇଁ ସବୁ ହୋଟେଲ ଫୋଟେଲ ତିଆରି କରୁଛି, ଘର ଫର ତିଆରି କରୁଛି, ସମସ୍ତେ ସେଠି ରହିବେ। ସେ ଚେଷ୍ଟା କରୁଛି, ସେ ଇଲନ ମସ୍କ ହେଲା। एकदम रिलेवेंट। माने ମୁଁ ଦେଖିଲି ଭଗବତ ଗୀତାଟା ଏତେ ରିଲେଭେଣ୍ଟ ଯୋଉଟା ସବୁବେଳେ ଆମେ ଦେଖୁଛୁ ସେଇ ଜିନିଷ ଏଠି କୁହାଯାଉଛି, ବୁଝିପାରିଲେ? 17 ନମ୍ବରରେ ଆତ୍ମସମ୍ଭାବିତା स्तब्धा धनमान मदान्विता जयन्ते नाम यज्ञस्ते दम्भेना विधि पूर्वकम, मेरा अविधि पूर्वकम, अविधि पूर्वक ସେମାନେ ଆତ୍ମସମ୍ଭାବିତା ଓ ଅବିବେକିତାର ବଶବର୍ତ୍ତୀ ହୋଇ ଏବଂ ଧନ ମିଥ୍ୟା ସମାନରେ ପ୍ରମତ୍ତ ହୋଇ କୌଣସି ପ୍ରକାର ବିଧିବିଧାନ ଓ ନୀତି ନିୟମ ଅନୁସରଣ କରି ଆତ୍ମପ୍ରସିଦ୍ଧି ନିମିତ୍ତ ବେଳେ ବେଳେ ନାମକୁ ମାତ୍ର ଯଜ୍ଞାନୁଷ୍ଠାନ କରନ୍ତି। ଆଚ୍ଛା କେତେ ସମୟ ହେଲା? ଆଉ 15 ମିନିଟ ଅଛି ନା। ଆତ୍ମସମ୍ଭାବିତାର ଅର୍ଥ ଦେଖନ୍ତୁ, ଶ୍ଲୋକର ଅନ୍ମୟକୁ ଯାଆନ୍ତୁ। ଆତ୍ମସମ୍ଭାବିତା, ନିଜକୁ ଖୁବ ବଡ ବୋଲି ଭାବୁଥିବା ବ୍ୟକ୍ତି। ଆତ୍ମସମ୍ଭାବିତା, ତାପରେ ଶବ୍ଦ ଆସିଲା ସ୍ତବ୍ଧା, ମାନେ ଗର୍ବି। ଆତ୍ମସମ୍ଭାବିତା ସ୍ତବ୍ଧା, ଏଇଟା ଛୋଟ ଲୋକ ବି ଏମିତି ଭାବିପାରେ। ଗୋଟେ କୋଉ ଜାଗାରେ ପିଅନଟେ ବି ହେଇଥିବ, ଦେଖିବେ ସେ ପୁରା ଏକଦମ ମୁହଁ ଟେକିକିରି କଥା ହେବ। ଏଇଟା ମଣିଷର ଗୋଟେ, ଏଇଟା ଗୋଟେ ଆମର ମିଥ୍ୟା ଅଭିମାନ ଗୋଟେ ରହୁଛି ନା, ମୁଁ ଗୋଟେ କିଛି ଗୋଟେ ଗର୍ବ, କାହା ସାଙ୍ଗରେ ଭଲସେ କଥା ହେବିନି, ଅଫିସ ମାନଙ୍କରେ ଯିବେ, ଛୋଟ ଲୋକଟେ ବି ହେଇଥିବ, ବଡ ଲୋକ କଥା ତ ମାନେ ସେଟା ତ ରହିବ ହିଁ ରହିବ। ଆତ୍ମସମ୍ଭାବିତା ଗୁଣଟା ରହୁଛି, ଏଇଟା ଆସୁରିକ ଗୁଣ। ଧନମାନ ମଦାନ୍ମିତା, ମୁଁ ଧନୀ ଓ ସମ୍ମାନୀୟ ବ୍ୟକ୍ତି ଅଟେ। ଏଥିରେ ମଦାନ୍ମିତ ହେବା, ଧନର ମଦ ବହୁତ ବଡ, ମାନେ ସେଟା ନିଶା। ଖାଲି ଏଇଟା ଆପଣ ମାନେ ଏଇ ଯୋଉ ଲିକର ପିଇବେ ସେଇଟା ନିଶା ନୁହଁ, ଧନର ମଦ। ଧନକୁ ବି ମଦ କୁହାଯାଉଛି, ଧନର ମଦ। ମାନ ନିଶାରେ ଆସକ୍ତ ବ୍ୟକ୍ତି, ଏମାନେ କଣ ସବୁବେଳେ ନିଶାରେ ରହୁଛନ୍ତି। ଦେଖନ୍ତୁ କେତେ ରିଲେଭେଣ୍ଟ ଜିନିଷ। ମୁଁ ଆଉ ଗୋଟେ କହୁଛି, ଗୋଟେ ଭକ୍ତ ସେ ଭଗବତ ନିଶାରେ ସବୁବେଳେ ରହୁଛି। ମାନେ କଣ, କାଲି ଯୋଉ ଆମେ ଡିସ୍କସ କରିଥିଲୁ କଣ ସେ ଶବ୍ଦଟା କଣ ଥିଲା? ଆଧ୍ୟାତ୍ମିକ ନିତ୍ୟା ଶବ୍ଦ ଆପଣଙ୍କ ମନେ ପଡିଲା? ଆଧ୍ୟାତ୍ମିକ ନିତ୍ୟା ମାନେ କଣ? ଜଷ୍ଟ ଗୋଟେ ଧନ ଗର୍ବରେ ଗୋଟେ ମଦୁଆ ବ୍ୟକ୍ତି 24 ଆୱାର୍ସ ସେ କଣ ଭାବୁଛି?
ତାର ଗୋଟେ ଚିନ୍ତା ରହୁଛି କି ନାଇଁ ମୁଁ ବହୁତ ବଡ ଲୋକ, ମୁଁ ବହୁତ ବଡ ଲୋକ, ଏଇ ଟାଇପ ର ଫିଲିଙ୍ଗସ୍ 24 ଆୱାର୍ସ। ଆଉ ଗୋଟେ ଭକ୍ତ କଣ ଆଧ୍ୟାତ୍ମିକ ନିତ୍ୟା 24 ଆୱାର୍ସ ସେ କଣ ମୁଁ ଭଗବାନଙ୍କର, ମୁଁ ଭଗବାନଙ୍କର, ମୁଁ ଭାଇ ବହୁତ ଛୋଟ ଲୋକ, ମୁଁ ଭଗବାନଙ୍କର, ମୁଁ ଗୁରୁଙ୍କର ଆଶ୍ରୟରେ ରହୁଛି। କେତେ ଦି ପ୍ରକାର, ସେଇ ଦି ଜଣ ଜନ୍ମ ହେଇଛନ୍ତି ଏ ସମାଜରେ, ସେଇ ହିସାବରେ ଭଗବାନ ଗତି ଦେବେ। କି ୟାକୁ ପଠଉଛନ୍ତି ପଶୁ ଯୋନିକୁ ନରକକୁ ପଠଉଛନ୍ତି, ଆଉ ଇଏ ଭଗବତ ଲୋକକୁ ଯାଉଛି। ସେଇ ଲୋକ, ସେଇ ସକାଳେ ସେମାନେ ରାସ୍ତାରେ ଭେଟଘାଟ ହେବେ, କିନ୍ତୁ ସମାନ ଲୋକ ନୁହନ୍ତି। ଗୋଟେ ମାର ଦିଟା ପୁଅ ବି, ଗୋଟେର ଚିନ୍ତାଧାରା ଏଇଟା ଥିବ, ଆରଟାର ଚିନ୍ତାଧାରା ଏଇଟା ଥିବ। ସମାନ ଆମକୁ ଦେଖାଯାଉ ସମସ୍ତେ ସାର୍ଟ ପ୍ୟାଣ୍ଟ ପିନ୍ଧିକିରି ବଢିଆ ସେ ବାହାରୁଛନ୍ତି ଗାଧେଇ ପାଧେଇକିରି, କିନ୍ତୁ ଫରକ ବହୁତ। ବୁଝିପାରିଲେ? ଭଗବାନଙ୍କର ଅସ୍ତିତ୍ୱ ଉପରେ ବିଭିନ୍ନ କୁତର୍କ ଦେଇଥାନ୍ତି ଏମାନେ। ସରି, ହଁ। ତାପରେ ନାଇଁ, ଏଇଟା ଏଇଟା ଧନ ମାତ ମଦାନ୍ମିତାକୁ ଆମେ ଯିବା। ଅଟେ, ଏଥିରେ ମଦାନ୍ବିତ ହେବା। ତାପରେ ଏଇଟା ଭକ୍ତି ଯେମିତି ନାମ ଯୋଗୀ, ସେମାନେ ବିଧି ବିଧାନ ଯୋଗ୍ୟ, ଏ ବହୁତ ଇଣ୍ଟରେଷ୍ଟ ଦେଖାନ୍ତି। ବିଧି ନିୟମ ସେମାନେ ମାନିବେ। ସାଥୀ ବାବା ତ ସେ ତ ସେଇ ମାନେ ଭଗବାନ ବୋଲି ନିଜକୁ କହିଲା, ସେ ବି ନରକକୁ ଯିବ, ଆଉ ଯୋଉମାନେ ତାକୁ ଭାବୁଛନ୍ତି ଭଗବାନ ସେ ବି ନରକକୁ ଯିବ। ବୁଝିପାରିଲେ? ଶ୍ଲୋକ ନମ୍ବର 18 ଜଣେ ପାଠ କରନ୍ତୁ। हरे कृष्ण प्रभु। हरे कृष्ण प्रभु। अहंकार ଆଜ୍ଞା। बल दर्प काम क्रोध संसिता ममात्मा परम देहेषु प्रद्युषन्तो भयसूयकाः असुर स्वभाव संपन्न बल दर्प काम एवं क्रोधर वशवर्ती होई परम पुरुष भगवान को ईर्षा करे। ज्यों भगवान ता निज शरीर रे तथा अन्य शरीर मानकरे ब्रह्म करे एवं प्रकृत धर्म नीति को निंदा करे। हरे कृष्ण। ଦେଖନ୍ତୁ ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି କଣ ହେଲା, ଭଗବାନ ଆଉ ଶାସ୍ତ୍ରର ନିନ୍ଦା କରିବ। ଭଗବାନଙ୍କର ନିନ୍ଦା ଆଉ ଗୁରୁଙ୍କ ନିନ୍ଦା ଯୋଉଠି ହଉଥିବ ସେଇ ଜାଗାକୁ ତ୍ୟାଗ କରିବା ଉଚିତ। ଆମେ ମାନେ हाँ ଭଗବତ प्रभु ठीक कथा। ନିନ୍ଦାରେ ଆମେ ହସିବା କଥା ନୁହଁ। ବହୁତ ଜାଗାରେ ମୁଁ ଦେଖିଛି ଲୋକ ଏମିତି କଥା କଥାରେ ଗୋଟେ ମଜାକ ଉଡେଇବେ, ଏଇଟା କଣ ମୁଁ ଗିନି ବଜେଇବା ପାଇଁ ଆସିଛି, ମୁଁ କଣ ଗିନି ବଜେଇବି, ଏଇ ଟାଇପ ର କଥା କହିବେ। ମାନେ କଣ ତାର ନାରଦ ମୁନିଙ୍କ ବିଷୟରେ କଥା କଥାରେ ଭଗବାନଙ୍କର ମଜାକ ଉଡେଇବେ। ଆଉ ତୁ ତ ଭଗବାନ କୃଷ୍ଣ ହେଇଥିବୁ, ଆଉ ତୁ ତ ରାସଲୀଳା କରୁଛୁ, ବଢିଆ। ଏଇ ଟାଇପ ର ଲୋକ, ଯୋଉ ଟାଇପ ର ଯିଏ କଥା ହଉଛି ତାଠୁ ଦୂର ରହିବା କଥା। ଭଗବାନଙ୍କର ଅପମାନ ହେଇଗଲା ନା, ଭଗବାନଙ୍କ କୃଷ୍ଣଙ୍କ ବିଷୟରେ ଅପମାନ ହେଇଗଲା। ଏଇ ଟାଇପ ର ଉଦାହରଣ କେବେ ବି ଦେବେନି। କିଏ ଗୋଟେ ଝଗଡାଲୁ ଅଛି, ଇଏ ନାରଦ ମୁନି, କିଏ ଜଣେ ଗୋଟେ ଝିଅ ସାଙ୍ଗେ କଥା ହଉଛି, ଇଏ କୃଷ୍ଣ ସାଜିଛି। ଏଇଟା ହଉଛନ୍ତି ଏମାନେ ଭଗବତ ନିନ୍ଦୁକ। ଏଇ କଥାରେ କେବେ ବି ଏମିତି ସ୍ମାଇଲ କରିବେନି କି ହସିବେ ନାହିଁ, ପୁରା ଏକଦମ ଷ୍ଟ୍ରିକ୍ଟ ରହିଯିବେ। ମତେ ଜଣେ ଭିଡିଓ ପଠେଇଥିଲା ଗୋଟେ, ସେଥିରେ ସେ ଭିଡିଓ କଣ ଥିଲା, ସେ ଗୋଟେ ଆମର କୌଣସି ଦେବତାଙ୍କୁ ପୂଜା କରୁଛି ସେ, ଆଉ ସେ ଶାସ୍ତ୍ର ହିସାବରେ ପୂଜା କରୁନି, ଏମିତି ନଟା ଡିଆଁ ହେଇକିରି ସେ ଗୋଟେ ମଜା ଉଡଉଛି ଗଣେଶ କରିକି କୋଉ ଗୋଟେ ଦେବାଦେବୀଙ୍କର। ଖାଲି ଖାଲି ଭଗବାନ କୃଷ୍ଣଙ୍କର ନାହିଁ, କୌଣସି ବି ଦେବାଦେବୀଙ୍କର ବି ମଜାକ ଟା ଆମେ ଏଇ ଟାଇପ ର ଜିନିଷ, ମୁଁ ସାଙ୍ଗେ ସାଙ୍ଗେ ସେ ଭିଡିଓ ଡିଲିଟ କଲି, ସେଇ ଟାଇପ ର ମାନେ ତାକୁ ଏଇଟା ବ୍ଲକ କଲି। ଏଇଟା ମଜାକର ଜିନିଷ ନୁହଁ। ଭଗବାନ ପ୍ରତ୍ୟେକ ଜିନିଷ ହୃଦୟରେ ଅଛନ୍ତି, ନୋଟିସ କରୁଛନ୍ତି ଆପଣ କଣ। ଦୁନିଆର କେତେ ବଡ ଲୋକ ଯଦି ଏଇ ଟାଇପ ର କରୁଛି, ସାଙ୍ଗେ ସାଙ୍ଗେ ତାକୁ ଏଭଏଡ କରନ୍ତୁ, ସେ କିଏ ବି ହେଇଥାଉ। ସେ ନିଜର ଆତ୍ମା ଆଉ ଅନ୍ୟ ମାନଙ୍କ ପ୍ରତି ଈର୍ଷାଳୁ ହୋଇପାରେ, ସେ ନିଜର ଶରୀର ତଥା ଅନ୍ୟ ଶରୀର ଉପରେ, ଏଇ ଟାଇପ ର ଲୋକ କଣ କରିବେ, ଅନ୍ୟ ଶରୀର ଉପରେ ଆକ୍ରମଣ କରିବେ, ଆଉ ନିଜ ଶରୀର ଉପରେ ଫ୍ରଷ୍ଟ୍ରେସନ ହେଇକିରି ତାପରେ ନିଜକୁ ବି ତାପରେ ଆକ୍ରମଣ କରିବେ। ଆତ୍ମଘାତୀ ଏମାନେ। ଭଗବାନଙ୍କର ଯିଏ ଅପମାନ କଲା, ଗୁରୁଙ୍କର ଯିଏ ଅପମାନ କଲା, ସେ କଣ ଆତ୍ମଘାତୀ। ସେ ଭାବେ ତାର ବଳ ଦର୍ପ ଧନ କ୍ଷମତା ଆଗରେ କେହି କିଛି ନାହାନ୍ତି, ସେ ଯାହା ଇଚ୍ଛା ତାହା କରିବ, କେହି ତାକୁ ଅଟକେଇ ପାରିବେ ନାହିଁ। ଲୋକ
19 तानहं द्विश्वत क्रूरान संसारेषु नराधमान क्षिपा क्षिपाप्म्यजस्रम शुभानासुरी स्वैव जोनेषु ଯେଉଁମାନେ ଦେଶ ପ୍ରାଣ ଦୁଷ୍ଟ ଓ ନରାଧମ ସେମାନଙ୍କୁ ମୁଁ ଏ ଭୌତିକ ସଂସାରରେ ବାରମ୍ବାର ଆସୁରୀ ଯୋନିରେ ଜନ୍ମ କ୍ଲିୟର କହିଦେଇଛନ୍ତି। ଏଇ ଟାଇପର ଲୋକ ବାରମ୍ବାର ଆସୁରୀ ଯୋନିରେ ଯିବେ। ଏଇଠି ଆସିବେ ଭଗବାନଙ୍କର ବୈଷ୍ଣବ ମାନଙ୍କର ସାଧୁ ମାନଙ୍କର ଅପମାନ କରିବେ, ସିଧା ନର୍କକୁ ପଳେଇବେ। ଅଜସ୍ର ସହସ୍ର ବର୍ଷ ସେଠି ଭୋଗ କରିବେ, ଆସିକି ଏଇଠି ତାପରେ କଣ ହବ, କୌଣସି ଗୋଟେ ତାମାନେ ବହୁତ କ୍ରୂର ଫେରିରେ ଜନ୍ମ ହେବେ। ସକାଳୁ ଉଠିଲେ ଯୋଉଠି ଗୋମାଂସ ଖିଆ ହଉଥିବ ସେଠି ପୁଣି ନର୍କ ଯିବେ, ପୁଣି ବିଭିନ୍ନ ପାଇବେ, କୌଣସି ଗୋଟେ ବହୁତ ପାପୀ ଯୋନି ପାଇବେ। ଏମିତି ସକାଳୁ ଉଠିଲା ଏଇଟା ମଣିଷ କିମ୍ବା କୋଉ ଜାଗାରେ କୋଉ ଜଙ୍ଗଲରେ ରହୁଛନ୍ତି, କୋଉ ଫରେନ କଣ୍ଟ୍ରିରେ ସେଠି ମାନେ ମଣିଷ ମାରିକି ଖାଉଛନ୍ତି, କୋଉ ଜୀବଜନ୍ତୁକୁ ଧରିକି ଖାଉଛନ୍ତି, କି ଏଇ ଟାଇପର ମାନେ ବାରମ୍ବାର ଭଗବାନ ସାଧୁ ସନ୍ଥ ମାନଙ୍କର ଯଦି ମାନେ କୃପା କି ଗୋଟେ ବାଇଚାନ୍ସ ପାଇଗଲା, ତ ଆମେ ଶାସ୍ତ୍ରରେ ଶୁଣିଛୁ ଯେ ଗଭୀର ପାପୀ ମାନେ ବି କେତେବେଳେ ବି ମୁକ୍ତ ହେଇଯାଉଛନ୍ତି। କିନ୍ତୁ ସେଇଭଳି ଭାଗ୍ୟ କେତେ ଲୋକଙ୍କର ଅଛି? ଶ୍ଲୋକ 20 ଏଟା ଲାଷ୍ଟ ଶ୍ଲୋକ ପଢିବା, ତାପରେ ଆମର ଆଜିରଟା ଏତିକି ରଖିବା। ଆସୁରିଂ ଯୋନି ମାପନ୍ନା ମୂଢା ଜନ୍ମନି ଜନ୍ମନି ମାମ ପ୍ରାପ୍ୟରେବ କୁନ୍ତେୟ ତतो ଯାନ୍ତ୍ୟ ଧମାଗତିମ ଅଧମାଗତିମ। हे कुंती पुत्र, ए प्रकार लोक बारंबार जन्म जन्मांतरे आसुरी जोनि प्राप्त ही मते पाई परिबे नाही, क्रमे ସେମାନେ ଅଧମ ଗତି ପ୍ରାପ୍ତ ହୁଅନ୍ତି। କ୍ଲିୟର ତ ଲେଖା ହେଇଛି, ମତେ ପାଇ ପାରିବେ ନାହିଁ ଲେଖା ହେଇଗଲା। ସେଥିପାଇଁ କେତେବେଳେ ମାନେ ମାନେ ଏତେ ସହଜ ନୁହଁ, ଭକ୍ତିଟାକୁ ବି ଏତେ ଇଜିଲି ନେବା କଥା ନା। ହଁ ନାଁଟା ଧରିଦେବି, ଶାସ୍ତ୍ରରେ କୁହାହେଇଛି ଥରେ ନାଁ ଧରିଦେବି ହେଇଯିବ, ହଁ ସେ ନାଁ ଥରେ ଧରିଲେ ମିଳିଯିବ, କିନ୍ତୁ ସେଇ ଟାଇପର ଫେର ଆମେ ଶୁଦ୍ଧ ହେବା କଥା ନା। ଆଉ ବହୁତ ବଡ ଅସୁର ଟାଇପର ହେଇଥିବ, ଆଉ ସେ ଏଇଟା ଭଗବାନଙ୍କୁ କଣ ଆମେ ଠକି ହବ? ଜୀବର ବିଭିନ୍ନ ଯୋନିରେ ଶରୀର ଧାରଣ କରିବା ଭଗବାନଙ୍କର ଇଚ୍ଛାରୁ ହୁଏ। ଦ୍ୱେଷପରାୟଣ ଦୁଷ୍ଟ ଓ ନରାଧମ ବ୍ୟକ୍ତିର ମୁକ୍ତି ହୁଏ ନାହିଁ ବୋଲିକିରି ଏଇଟା ଶ୍ଲୋକ 19ରେ ସ୍ପଷ୍ଟ ଭାବରେ ଭଗବାନ କହିଦେଇଛନ୍ତି। ଆଉ ବାରମ୍ବାର ଏମାନେ ଅଧ ଯୋନିରେ ଜନ୍ମ ହେବେ। ଆଉ ଏଇଟା କଣ ଶରୀର ଧାରଣଟା ଭଗବାନଙ୍କର ଇଚ୍ଛାରେ ହଉଛି, କୋଉ ଶରୀର କିଏ ପାଇବ। ସେଥିପାଇଁ ଭଗବାନ ଓ ଶାସ୍ତ୍ର ଗୁରୁଙ୍କ ପ୍ରତି ଦ୍ୱେଷ ପ୍ରୟାଣ ମାନେ ହେବା କଥା ନୁହଁ। ଏଇ ଅସୁରୀ ଜନ୍ମର ଲୋକମାନେ ଦ୍ୱେଷ ପ୍ରୟାଣ। ତାପରେ ବେଳେ ବେଳେ ଦେଖାଯାଏ ଯେ ରାବଣ କଂସ ଆଦି ଅସୁର ମାନେ ଭଗବାନଙ୍କର ହାତରେ ମୃତ୍ୟୁବରଣ କରି ମୁକ୍ତି ଲାଭ କରନ୍ତି। ସେଇ ଟାଇପର ଭାଗ୍ୟ ହେବା କଥା। ଏଇ ଆସୁରୀ ଜନ୍ମରେ ଜନ୍ମ ହେଇଥିବେ, କିନ୍ତୁ ରାବଣ ଭଳିଆ ହେଇପାରିବା କଥା, କି କଂସ ଭଳିଆ ହେବା କଥା। ଭଗବାନଙ୍କ ହାତରେ ଯଦି ମରିଗଲେ ତ ଭଲ କଥା, ନ ମରିଲେ କଣ ଅବସ୍ଥା ହେବ? ନର୍କ ଗୋଟେ ଗୋଟେ ସ୍ପେସିଆଲ ନର୍କ ଅଛି ଏଇ ଟାଇପର ଲୋକମାନଙ୍କ ପାଇଁ। ସେଟା ସେଟା ଶାସ୍ତ୍ରରେ ବର୍ଣ୍ଣନା ଅଛି। ସେଟା ଗୋଟେ ମାନେ ସେଟା ଗୋଟେ ବରଫର ଗୋଟେ ପ୍ରଦେଶ। ସବୁ ମାନେ ସେଠି ଯୋଉ ମାନେ ବହୁତ ଘୋର ପାପି ସେଇଠିକୁ ସେମାନେ ସ୍ଥାନାନ୍ତରିତ ହୁଅନ୍ତି। ମାନେ ମାଇନସ ଧରନ୍ତୁ 1000 କି ଲକ୍ଷେ ଡିଗ୍ରୀ ସେଲସିୟସ, ହାଡ ପୁରା ଏକଦମ ଜାମ ହେଇଯିବ। ଏଇ ଟାଇପର ଜୀବାତ୍ମାକୁ ପ୍ରେରିତ କରାହୁଏ। ସେଟା ତାମାନେ ଭୟଙ୍କର, ସେଟା ମାନେ ପାପି ମାନେ ସେଠିକୁ ଯାଆନ୍ତି। ଛୋଟ ମୋଟ ଏଇ ଯୋଉ 28ଟା ନର୍କରୁ ବି ବଡ ନର୍କ। ତାପରେ ମଣିଷ ଜନ୍ମ ପାଇଲେ ମଧ୍ୟ ପଶୁଘାତୀ ଶବର ଆଦି ନିଚ ଯୋନି ସେମାନେ ପାଆନ୍ତି। ଫଳତଃ ଆଉ ବେଶୀ ପାପ କରନ୍ତି, ଆଉ ବାରମ୍ବାର ଅଧମ ଯୋନିକୁ ପ୍ରାପ୍ତ ହୁଅନ୍ତି। ଆଉ ବହୁତ ଭାଗ୍ୟବାନ ହେଲେ କେବେ କେବେ କୌଣସି ସାଧୁ କିମ୍ବା ଭଗବାନଙ୍କର ହାତରେ ଯଦି ଏମାନେ ପଳେଇ ଆସିଲେ ବି ରକ୍ଷା ବି ପାଇଯାଆନ୍ତି। ତ ଏଇଟା କହିକିରି ଆଜି ଆମର ଏଇଟା ସରିଲା। ନେକ୍ସଟ ଆମେ ପୁଣି ଆମର ପଢିବା 17 ନମ୍ବର ଆମର ଆରମ୍ଭ ହେଇଯିବ। 18 ନମ୍ବରଟା ଆମର ହଉଛି ସବୁଠୁ 70 ଉପରେ ଶ୍ଲୋକ ଅଛି, ତ ସେଇ ହିସାବରେ ଫେର ଆମକୁ ସେଇଟା ଯିବାକୁ ପଡିବ। ଏ ପର୍ଯ୍ୟନ୍ତ ଖାଲି 20ଟା ଥିଲା, 20 22ଟା 24ଟା ଲେଖାଏ ଥିଲା, କିନ୍ତୁ 18ଟା ଟିକେ ବହୁତ ଲମ୍ବା ଯିବ। ଆମର ଆର କ୍ଲାସରେ ଏଇଟା ସରିଯିବ, ଆଉ ମାତ୍ର 7ଟା ଖଣ୍ଡେ ଅଛି। ତାପରେ ଆମେ ମାହାତ୍ମ୍ୟ ଆଉ ଏଇଟା କରିକିରି ସେଥିରେ କିଛି ଶ୍ଲୋକ ଆମେ ଯିବା। ଏମିତି କରିକିରି ଆମର 17 ଆରମ୍ଭ ହେଇଯିବ, ବୁଝିଲେ? ଏଇ ମାସରେ ଆମର ଏଇ କୋର୍ସଟା ସରିଯିବ। ଆଉ ଆମେ ନର୍ମାଲ ସ୍ଲୋରେ ଯାଉଛେ, କିଛି ଆମର ହଡବଡି ନାହିଁ, ସବୁ ଜିନିଷ ବୁଝି ବୁଝି ଯାଉଛେ। ଆପଣଙ୍କୁ ଆଉ ବି ଯଦି କଣ କିଛି ଦରକାର ତାହେଲେ ମତେ ଆପଣ ଆଉ କହିବେ। ଟିକେ ସମୟ ଥିଲେ ପ୍ରଭୁ ଏଇଟା ହେଇଯାଇଥାନ୍ତା, ଏଇ ଅଧ୍ୟାୟଟା ସରି ଯାଇଥାନ୍ତା।
କାହିଁକିନା ଆଉ 4ଟା ଶ୍ଲୋକ ଏଇଟା ଥିଲା ନା ଆଉ ଟିକେ ସମୟ ଆଜି ଥିଲା। ହଁ ଆଜି ତ ଆଉ ନେବାନି ପ୍ରଭୁଜୀ, ହଁ ନେକ୍ସଟ ନା କ୍ଲାସରେ ଠିକ ପୁଣି ଅଛି ଆମେ କରିଦେବା। କାହିଁକି କହିଲେ ପ୍ରଭୁଜୀ, ବେଶୀ ଅଧଘଣ୍ଟା ବେଶୀ ପଢିଦେବା ନା, କୋର୍ସ ସିନା ଆମର ସରିଯିବ, ଏଇ ଯୋଉ ଆମର ରିଲିଜମେଣ୍ଟ ଟା ମିଳୁଛି ସେଇଟା ଆଉ ମିଳିବନି। ତ ସେଥିପାଇଁ ଆଜ୍ଞା ଆମେ କଣ କରିବା, ଠିକ ଆଜ୍ଞା ଠିକ ଆମର ମୁଁ ଚାହୁଁଛି କଣ ଜାଣିଛନ୍ତି, ଆପଣ ମାନେ ଯେମିତି ଏତେ ବଢିଆ ଯୋଉ ଆପଣ ମାନେ ସବୁ ଏଥିରେ ପାର୍ଟିସିପେଟ କରୁଛନ୍ତି, ଏ କଥା ଶୁଣୁଛନ୍ତି, ଏଇ ଭାବନାଟା ଆମର ରହୁ। କୋର୍ସ କେତେ ସରିଲା ସେଇଟା ଆମ ପାଇଁ ଇମ୍ପୋର୍ଟାଣ୍ଟ ନ ହଉ, ନାଇଁ ନାଇଁ ବୁଝିପାରିଲେ? ହଁ। ନା ନା ଆଜ୍ଞା ପ୍ରଭୁ ବାଂଶା ଠିକ କହିଲେ। କଳ୍ପତ୍ରୀ, ଆଜ୍ଞା ପ୍ରଭୁ ସେ କୃପା ବାଂଶା ସିନ୍ଧୁ କଳ୍ପତ୍ରୁଭ୍ୟଶ୍ଚ କୃପା ସିନ୍ଧୁଭ୍ୟ ହରିଭକ୍ତ ଏବ च କୃପା ଜଗନ୍ନାଥ ସିନ୍ଧୁଭ୍ୟ ପତିତାନାଂ 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 ପାବନେଭ୍ୟୋ ବୈଷ୍ଣବେୟ ପାବନେଭ୍ୟୋ ବୈଷ୍ଣବେଭ୍ୟୋ ନମୋ ନମଃ। ପ୍ରଭୁ ହରେ ଯେ ତମକୁ କୃଷ୍ଣ, ସବୁ ପ୍ରଣାମ ଦଣ୍ଡ ସମସ୍ତଙ୍କୁ ପ୍ରଭୁ ଦଣ୍ଡବତ ପ୍ରଣାମ। ସବୁ ପ୍ରଭୁ ସବୁ ଦଣ୍ଡବତ ପ୍ରଣାମ ଭକ୍ତବୃନ୍ଦ ସମସ୍ତଙ୍କୁ ଚରଣରେ ଦଣ୍ଡବତ ମୋର ପ୍ରଣାମ। ଧନ୍ୟବାଦ।